ଲାଷ୍ଟ କ୍ଲାସରେ ସବୁ ପଢିଥିଲା କାର୍ବନ ବିଷୟରେ ନାଇଁ। କାର୍ବନ ଗୋଟେ ଧାତୁ ନା ଅଧାତୁ? ଅଧାତୁ। କାର୍ବନ ପରମାଣୁ କ୍ରମାଙ୍କ 6, କାର୍ବନ ପାରମାଣବିକ ବସ୍ତୁତ୍ବ 12 U, ଭେରି ଭେରି ଇମ୍ପୋର୍ଟାଣ୍ଟ ହେଲା, କାର୍ବନ ପାରମାଣବିକ ବସ୍ତୁତ୍ବ 1 ମାର୍କ ପାଇଁ ହେଲା। କାର୍ବନ ର ଇଲେକ୍ଟ୍ରନ ସଂରଚନା 2 4, ଯୋଜ୍ୟତା 4, ଭୂତ୍ୱ ବର୍ଗରେ କେତେ ଅଛି 0.02, ବାୟୁରେ ଅଛି 0.03 ହେଲା। ତ ପିଲାମାନେ କିଛି କରୁଛନ୍ତି କହ ନା, ଏଇଟାକୁ ସିରିୟଲି ମନେ ରଖୁଛନ୍ତି ହେଲା, ସିରିୟଲି ମନେ ରଖୁଛନ୍ତି। ସିରିୟଲି ମାନେ କେମିତି, ମୁଁ ଯଦି ଧରାଯାଉ ପଚାରିଲି ଫାଷ୍ଟ ବିଷୟ ଷ୍ଟାର୍ଟ ହେବା ପୂର୍ବରୁ ଡେଲି ରିଭିଜନ କରୁଛି, ପଚାରୁଛି କାର୍ବନ ର ଯୋଜ୍ୟତା 6 କହିଦଉଛନ୍ତି, ବୁଝିହେଲା। ପ୍ରଥମ ଅଛି ଜାଣିଛନ୍ 6, ତାପରେ 12U, ତାପରେ 2 4, କାର୍ବନ ର ଯୋଜ୍ୟତା 6 କହିଦଉଛନ୍, ଇଲେକ୍ଟ୍ରନ ସଂରଚନା ଉল্টা ପାল্টা କରିଦଉଛନ୍, ବୁଝିହେଲା। ତ ସେମିତି କରବନି, ପରମାଣୁ କ୍ରମାଙ୍କ କେତେ 6, ପାରମାଣବିକ ବସ୍ତୁତ୍ବ 12U, ଇଲେକ୍ଟ୍ରନ ସଂରଚନା 2 4। ତ 2 4 କେମିତି ବାହାରୁଛି ସେଟା ଜାଣିଛ ନା, ଶିଖିଥିଲ ଯେ? ନିଶ୍ଚୟ ନା, ନିଶ୍ଚୟ ନିଶ୍ଚୟ। এই କଲରଟା ବୋଧେ ଦିଶୁନି ନାଇଁ। ତାପରେ ହଉଛି କାର୍ବନ ର ଇଲେକ୍ଟ୍ରନ ସଂରଚନା ହଉଛି 2 4। ଇଲେକ୍ଟ୍ରନ ସଂରଚନା କେମିତି ବାହାର କରାଯାଏ, ଆଉ ଥରେ ମନେ ପକେଇ ଦଉଛି। ଧରାଯାଉ ହଉଛି ସୋଡିୟମ ର ଇଲେକ୍ଟ୍ରନ ସଂରଚନା ବାହାରିବା, ସୋଡିୟମ ର ପରମାଣୁ କ୍ରମାଙ୍କ କେତେ 11 ହେଲା। ଫାର୍ଷ୍ଟ ଲେଖବ ହଉଛି କି କେ ଘର, ଏଲ ଘର, ଏମ ଘର, ଏନ ଘର। ତ ହଉଛି ପେକ୍ କରବ 2 8, ଆଉ କେତେ ରହିଗଲା 1। ତ ইয়ার ପରମାଣୁ ଇଲେକ୍ଟ୍ରନ ସଂରଚନା କେତେ 281। ତାପରେ ପଢିଥିଲେ ଭୂତ୍ୱକରେ କେତେ 0.02, ବାୟୁରେ ହଉଛି 0.03। ତାପରେ ପଢିଥିଲେ ହଉଛି ବାୟୁ ଆମର କାର୍ବନ କଣ ପାଇଁ ଇମ୍ପୋର୍ଟାଣ୍ଟ, କାର୍ବନ ଇମ୍ପୋର୍ଟାଣ୍ଟ କଣ ପାଇଁ, ଆମେ ବ୍ୟବହାର କରୁଥିବା ପ୍ରତ୍ୟେକ ଜିନିଷରେ କାର୍ବନ ଅଛି। ଯେମିତି କି DNA ରେ ବି ଅଛି, ପ୍ରୋଟିନ ରେ ବି ଅଛି, ଶ୍ଵେତସାରରେ ବି ଅଛି, ମେଡିସିନ ରେ ବି ଅଛି, ଫୁଡ ରେ ବି ଅଛି ହେଲା। ଆଉ କାର୍ବନ କୁ ସର୍ବଗୁଣଧାରୀ ମଧ୍ୟ କୁହାଯାଏ ହେଲା। ଏଇଟା ଗୋଟେ ଲଙ୍ଗ କ୍ୱେଶ୍ଚନ ପଡେ, କାର୍ବନ କୁ ସର୍ବଗୁଣଧାରୀ କଣ ପାଇଁ କୁହାଯାଏ, ବୁଝିଲ। ଲଙ୍ଗ କ୍ୱେଶ୍ଚନ ନହେଲେ ସର୍ଟ କ୍ୱେଶ୍ଚନ ଯେମିତି ଗୋଟେ ପଡେ ହେଲା। ତାପରେ ପଢିଥିଲେ ଆୟନିକ ବନ୍ଧ, ସହସଂଯୋଜ୍ୟ ବନ୍ଧ। ଏଇ ଲଙ୍ଗ କ୍ୱେଶ୍ଚନ ଟା ହଉଛି ଧାତୁ ଅଧାତୁରେ ଅଛି, ଆଉ ହଉଛି ଏଇଟା ହଉଛି ସହସଂଯୋଜ୍ୟ ବନ୍ଧ କିସ ଇଲେକ୍ଟ୍ରନ ସହଭାଜନ ଦ୍ଵାରା ହେଇଥାଏ। କାର୍ବନ ଯଦି ଦେଖି ପକେଇଲ ସେଠି କି ବନ୍ଧ ଅଛି, ସହସଂଯୋଜ୍ୟ ବନ୍ଧ। ତାପରେ ଏଇ ଲଙ୍ଗ କ୍ୱେଶ୍ଚନ ଟା ଘୋଷିଛ ନା ନାଇଁ, ସହସଂଯୋଜ୍ୟ ବନ୍ଧ ଯୌଗିକ କାହା କୁହାଯାଏ ଏବଂ ତାର ଧର୍ମ ବୁଝିଛ, ତ ଦେଖା ଲେଖି ପାରବ, ପ୍ରାକ୍ଟିସ କରବ ହେଲା। ଏତିକି ଲେଖିଦବ 5 ମାର୍କ ପାଇଯିବ। ଯେଉଁ ଯୌଗିକରେ ଇଲେକ୍ଟ୍ରନ ମାନଙ୍କର ସହଭାଜନ ଦ୍ଵାରା ତିଆରି ହୋଇଥାଏ ତାହାକୁ ସହସଂଯୋଜ୍ୟ ଯୌଗିକ କୁହାଯାଏ। ଏକ୍ସାମ୍ପଲ ଏଗୁଡା। ତାପରେ ହଉଛି ଧର୍ମ, କେତେଟା ଧର୍ମ 1 2 3 4 5 ହେଲା। ତାପରେ ହଉଛି କାର୍ବନ କଣ ପାଇଁ ଆୟନିକ ବନ୍ଧ ବାନ୍ଧେନି, ଏହାର ଦୁଇଟା କାରଣ ଥିଲା, ଏଇଟା ବି ପଢିଛେ। କାର୍ବନର ବିଭିନ୍ନ ରୂପ, 3ଟା ରୂପ ଥିଲା, ଏଇଟା ବି ପଢିଛେ। ତାପରେ କାର୍ବନ ଯୌଗିକ 2 ପ୍ରକାର ଥିଲା, କିସ କିସ ପୃକ୍ତ ଆଉ ଗୋଟେ ହଉଛି ଅପୃକ୍ତ। ତ ହଉଛି ପୃକ୍ତ ମାନେ କିସ, ଯୋଉ ଯୌଗିକରେ ଏକ ବନ୍ଧ ଥାଏ ତାହା ହଉଛି ପୃକ୍ତ, ଯୋଉଟା ହଉଛି ମାନେ 2 ବନ୍ଧ ବା ତ୍ରିବନ୍ଧ ଥାଏ ସେଇଟା ହଉଛି କିସ ଅପୃକ୍ତ। ତାପରେ ହଉଛି ପଢିଥିଲେ ମିଥ ଇଥ, ଗୋଟେ କାର୍ବନ ଥିଲେ ସେଟା କିସ କୁହାଯାଏ ମିଥ। ତାପରେ ଦୁଇଟା ଇଥ, ପ୍ରପ ବ୍ୟୁଟ ପେଣ୍ଟ ହେକ୍ସ। ତାପରେ ପଢିଥିଲେ ହଉଛି ଆଲକେନ ବିଷୟରେ ପଢିଥିଲେ। ଆଲକେନ କିସ, ଆଲକେନ ରେ କେତେଟା ବନ୍ଧ ଥାଏ, ଏକକ ବନ୍ଧ ରହିଥାଏ। ଏହା ହଉଛି ପୃକ୍ତ କାର୍ବନ ଯୌଗିକ। ଆଉ ହଉଛି ଏହାର ଫର୍ମୁଲା କିସ CnH2n+2। ଆଉ ଏଗୁଡା ଚିତ୍ର ବି ବନେଇତେ ଶିଖେଇ ଦେଇଥିଲି ହେଲା। ତ ଏଇନା ହଉଛି ଆଲକେନ ବି ପଢିଥିଲା, ଆଲକିନ ବି ପଢିଥିଲା, ଆଲକାଇନ ବି ପଢିଥିଲା ହେଲା। ତାପରେ ହଉଛି କିସ ରାସାୟନିକ ପ୍ରତିକ୍ରିୟା ହେଲା, ରାସାୟନିକ ପ୍ରତିକ୍ରିୟା ପଢିଥିଲେ। ତା ପୂର୍ବରୁ ଆମେ କିଛି ମ୍ୟାଥ ପଢବା ହେଲା। ମ୍ୟାଥ ମାନେ ହଉଛି ପ୍ରୋବ୍ଲେମ ପଢବା ହେଲା, ମାନେ କ୍ୱେଶ୍ଚନ। କ୍ୱେଶ୍ଚନ ଲେଖ, ଏ ଅଲଗା କଲର ଲେଖ। क्वेश्चन C2H4 ର ନାମ ହେଲା। C2H4 ର ନାମ ଲେଖ ହେଲା, ଏମିତି କ୍ୱେଶ୍ଚନ ପଡେ। C2H4 ର ନାମ ଲେଖ, ଏଇଟା 1 ମାର୍କ ର କ୍ୱେଶ୍ଚନ ପଡି ପାରବ। ଆଉ ନହେଲେ ଏଠୁ କେମିତି ପଡି ପାରବ କଣ, C2H4 ର ଲୁଇସ ଡଟ ଚିତ୍ର ବନାଅ। ଲୁଇସ ଡଟ ସଂରଚନା ଚିତ୍ର ବନାଅ, ସଂରଚନା ଚିତ୍ର ବନାଅ ହେଲା।
ଆଉ ନହେଲେ ଏଠୁ ପଢି ପାରବ ଏଟା ଗୋଟେ ଅପୃକ୍ତ ନା ପୃକ୍ତ ଯୌଗିକ। ଏହା ଅପୃକ୍ତ ନା ପୃକ୍ତ, ଅପୃକ୍ତ ନା ପୃକ୍ତ, ହେଲା ଏଇଟା ବି ପଢି ପାରବ। ଆଉ ନହେଲେ ପଢି ପାରବ ଏଥିରେ କେତୋଟି ବନ୍ଧ ଅଛି, ଏଥିରେ କେତୋଟି ବନ୍ଧ ଅଛି, ଗୋଟେ ଶିଖେଇ ଦଉଛି ହେଲା। ଏଥିରେ କେତୋଟି ବନ୍ଧ ଅଛି ହେଲା, ଲେଖିଲ କ୍ୱେଶ୍ଚନ ଟା, ତ ଦେଖ ଏଇନା ହେଲା। ଫାର୍ଷ୍ଟ क्वेश्चन ର आंसर देबी ହେଲା। यार नाम लिखबा, नाम C2H4, C2H4 ହେଲା। तो होची एटा गोटे होची को प्रकार अल्केन ना अल्किन ना अल्काइन, अल्किन ହେଲା। तमे छोट बड़े पढिथिलो होची कि अल्केन रो फार्मूला कि CnH2n+2 ଆଉ होची अल्किन रो फार्मूला कि CnH2n ଆଉ अल्काइन रो होची CnH2n-2। तुमे जानि परछो साफ साफ जଣା पडुची एटा होची केते दुई गुण ହେଇଛି ମାନେ ହଉଛି ଆଲକିन, ଆଲକିन ମାନେ ହଉଛି ତାପରେ ଦୁଇଟା କାର୍ବନ ଥିଲେ ତାର କିସ ହୁଏ, ଦୁଇଟା କାର୍ବନ ଥିଲେ କିସ ହୁଏ ମିଥ ଇଥ, ଇଥ ରୁ ଆରମ୍ଭ ହବ। ଆଉ ଆଲକିନ ମାନେ କିସ ଇଥିନ, ଇଥେନ ୟାର ନାମଟା କିସ ହେଲା ଇଥେନ। ତାପରେ ହଉଛି ୟାର ସଂରଚନା, ଫାର୍ଷ୍ଟ ର ଆନ୍ସର ଦେଇଦେଲ ସହଜ ଅଛି, ୟାର ନାମ ଲେଖି ପାରିଲ ହେଲା। ତାପରେ ହଉଛି ୟାର ସଂରଚନା, ଆଲକିନ ଜାଣିଛ ଦୁଇଟା କାର୍ବନ ଅଛି ମାନେ କାର୍ବନ କାର୍ବନ ଯୋଡି ଦେଲ ହେଲା। କିନ୍ତୁ ଆଲକିନ କହିଛି ମାନେ କିସ ହବ ଡବଲ ବଣ୍ଡ ହବ ହେଲା, ଡବଲ ବଣ୍ଡ। ତ ଡବଲ ବଣ୍ଡ କରି ସାରିଲା ପରେ କିସ କରବ, ଗୋଟେ ଗୋଟେ ଚାରିଟା ହାତ କରିଦେଲି, ଚାରିଟା ଇସ୍ ବାହାରି ଦେଲି, ବୁଝିଲା। ଏଇଟା ହଉଛି କିସ यार लुईस डॉट संरचना, बुझेला किस ना लुईस डॉट संरचना। एक्चुअली लुईस डॉट संरचनाटा एमती नुह हैला, लुईस डॉट संरचना के एमती कोन कार्बन रो एमती थिबो हैला, चारटा डॉट अछि। ଆଉ ହଉଛି ଆଉ ଗୋଟେ କାର୍ବନ ର ବି କେତେଟା ଡଟ୍ ଥିବ ଚାରିଟା। ତ ହଉଛି ଏଇ ସାଙ୍ଗରେ ହଉଛି କିସ ଏମତି, ଏଇଟା ହଉଛି ଲୁଇସ ଡଟ୍ ସଂରଚନା ହେଲା। ତ ହଉଛି ଏଇଟା ହଉଛି ଲୁଇସ ଡଟ୍ ସଂରଚନା, କିନ୍ତୁ ଆମେ ସୁବିଧା ହିସାବରେ ଏମତି ବନାଏ ହେଲା। ଏମତି ଲୁଇସ ଡଟ୍ ଏମତି ହେଇଥାନ୍ତା ହେଲା। ତ ୟାର ସର୍ଟକଟ୍ ଟା କିସ ଏଇଟା, ବୁଝିପାରିଲ। ଏମତି କ୍ୱେଶ୍ଚନ ପଢିଲେ କରିପାରିବ ନା ନାଇଁ, କରିପାରିବ ହେଲା, କରିପାରିବ। ତାପରେ ଏଇନା ପଢବା ହଉଛି କିସ ରାସାୟନିକ ପ୍ରତିକ୍ରିୟା। କାଲି ଟିକେ ଲେଖିଥିଲ ଆଉ ଥରେ ଆଜି ଲେଖ, ରାସାୟନିକ ପ୍ରତିକ୍ରିୟା। ବହିଟା ଟିକେ ଦିଅ, ରାସାୟନିକ ପ୍ରତିକ୍ରିୟା ହେଲା। ତ ହଉଛି ରାସାୟନିକ ପ୍ରତିକ୍ରିୟା କେତେ ପ୍ରକାର ହେଲା। ଦେଖ ରାସାୟନିକ ପ୍ରତିକ୍ରିୟା ପଢବା ଯେ କିସ କିସ ପଢବା କଣ, ଫାର୍ଷ୍ଟ ପଢବା ହଉଛି ଆଲକେନ ର ରାସାୟନିକ ପ୍ରତିକ୍ରିୟା, ବୁଝିଲା। ତାପରେ ହଉଛି ଆଲକିନ ର ରାସାୟନିକ ପ୍ରତିକ୍ରିୟା, ତାପରେ କିସ ଆଲକାଇନ ର, ଆଲକେନ ଲେଖିଦିଅ ଆଲକେନ ର ରାସାୟନିକ ପ୍ରତିକ୍ରିୟା, ଆଲକେନ ର ରାସାୟନିକ ପ୍ରତିକ୍ରିୟା। ଆଲକେନ ର ରାସାୟନିକ ପ୍ରତିକ୍ରିୟା ହେଡିଂ ଦେଇଦେଲି ହେଲା। ଫାର୍ଷ୍ଟ ହଉଛି ଆଲକେନ କୁ କିସ କରବା କନା ବାୟୁରେ ଦହନ କରବା, କାଲି ପଢିଥିଲେ ଯେ ଆଲକେନ କୁ କିସ କରବା ବାୟୁରେ ଦହନ କରବା ହେଲା। ତ ମନେ ରଖିବ ଫାର୍ଷ୍ଟ ପ୍ରତିକ୍ରିୟା ହଉଛି କିସ ବାୟୁରେ ଦହନ। ଆଲକେନ କୁ ବାୟୁରେ ଦହନ କଲେ କଣ ବାହାରେ, ଆଲକେନ ଯୁକ୍ତ ଲିଖିଦେଲି, ତାର ସମୀକରଣ ଟା ଲିଖିଦେଲି ଆଲକେନ, ଆଲକେନ ପ୍ଲସ ବାୟୁରେ ଦହନ ମାନେ ସବୁବେଳେ କିସ ଲଗେଇବି O2, କିସ ବାହାରେ CO2 ବାହାରେ, H2O ବାହାରେ, ଆଉ ହଉଛି ତାପ ଏତିକି ବାହାରେ ହେଲା। ତ यार एग्जांपल ବି ଲେଖି ପାରବ, ଆଲକେନ ର ଗୋଟେ एग्जांपल ଦେଇ ପାରବ ନା ନାଇଁ, CH4 ଗୋଟେ ଆଲକେନ, ଅକ୍ସିଜେନ ସହଯୋଗ କଲେ କିସ ହବ CO2 H2O, ଆଉ ଗୋଟେ କିସ ତାପ। ଦେଖ ଏଠି ତାପ ଯେ ବାହାରୁଛି, ଏଇ ତାପ ମାନେ ଏଇଟା ହଉଛି କିସ ରାସାୟନିକ ପ୍ରତିକ୍ରିୟା ଗୋଟେ। ରାସାୟନିକ ପ୍ରତିକ୍ରିୟାର ଏଇଟାର ଉପକାର କୋଉଠି ହୁଏ ମାନେ ଏଇ ଯେ ତାପ ବାହାରୁଛି ଏଇଟା ହଉଛି କିସ ଜାଳେଣୀ ରୂପେ ବ୍ୟବହାର କରାଯାଏ, ବୁଝିହେଲା। ତାପ ତାପ ବାହାରିଲେ ଏଇଟା ରୋଷେଇ ହେଇପାରିବ ନା ନାଇଁ ଏଇ ତାପରୁ, ହେଲା ରୋଷେଇ ହେଇପାରିବ, ବୁଝିହେଲା। ତ ଏଇଟା ଜାଳେଣୀ ରୂପେ ଇନ୍ଧନ ରୂପେ ବ୍ୟବହାର କରାଯାଏ ହେଲା। ଏଇ ରାସାୟନିକ ପ୍ରତିକ୍ରିୟାର ତାର ଇଏ କିସ ମାନେ ବ୍ୟବହାର କୋଉଠି ବ୍ୟବହାର ହୁଏ ହଉଛି
ଇନ୍ଧନ ରୂପେ ବ୍ୟବହାର ହୁଏ। ଇନ୍ଧନରେ ଏଇ ରାସାୟନିକ ପ୍ରତିକ୍ରିୟାଟା ବ୍ୟବହାର ହୁଏ। ଆଉ ହଉଛି କୋଉଠି, ପେଟ୍ରୋଲରେ ହେଲା। ତାପରେ ହଉଛି ଗ୍ୟାସରେ ହେଲା, ଏଇଠି ବ୍ୟବହାର ହୁଏ। ଫାର୍ଷ୍ଟ ପ୍ରତିକ୍ରିୟା ଜାଣିଲ, ଏଇନା ହଉଛି ସେକେଣ୍ଡ ପ୍ରତିକ୍ରିୟା ଲେଖ। ସେକେଣ୍ଡ ପ୍ରତିକ୍ରିୟା ହଉଛି କିଛି କଣ, ପ୍ରତିସ୍ଥାପନ ପ୍ରତିକ୍ରିୟା। ହେଡିଂ ଦେଇଛ ପ୍ରତିସ୍ଥାପନ ପ୍ରତିକ୍ରିୟା ହେଲା। ଆଲକେନର ପ୍ରତିସ୍ଥାପନ ପ୍ରତିକ୍ରିୟା। ପ୍ରତିସ୍ଥାପନ ପ୍ରତିକ୍ରିୟା ମାନେ କିସ ଲେଖିବେ ହେଲା। ପ୍ରତିସ୍ଥାପନ ପ୍ରତିକ୍ରିୟା ମାନେ କିସ କଣ, ଆଲକେନ କୁ କ୍ଲୋରିନ ସହ ଯୋଗ କରିବା ହେଲା। ଆଲକେନ କୁ କ୍ଲୋରିନ ସହ ପ୍ରତିକ୍ରିୟା କରାଇବା କାହାର ଉପସ୍ଥିତିରେ, ଆମର ହଉଛି ସୂର୍ଯ୍ୟାଲୋକ ଉପସ୍ଥିତିରେ ହେଲା। ସେଇଟାକୁ ପ୍ରତିସ୍ଥାପନ ପ୍ରତିକ୍ରିୟା କୁହାଯାଏ। ତ ହଉଛି ଏଇଠୁ ତୁମେ ଲେଖିପାରିବ ପ୍ରତିସ୍ଥାପନ ପ୍ରତିକ୍ରିୟା କାହାକୁ କୁହାଯାଏ ହେଲା। ଏଇଟା ଲେଖୁଛି, ଉପରେ ଟିକେ ଜାଗା ଛାଡିଦିଅ ବୁଝିଲା, ଜାଗା ଛାଡିଦବ। ଆଲକେନ କୁ କାହା ସହ ପ୍ରତିକ୍ରିୟା କରିବି, ଆଲକେନ କୁ ହେଲା Cl2 କିମ୍ବା ହଉଛି କିସ Br2 ସହ କାହାର ଉପସ୍ଥିତିରେ ପ୍ରତିକ୍ରିୟା କରିବି, ସୂର୍ଯ୍ୟାଲୋକ। এই ସୂର୍ଯ୍ୟାଲୋକଟା କିସ, ଉତ୍ପ୍ରେରକ। ଉତ୍ପ୍ରେରକ ଫାର୍ଷ୍ଟ ବିଷୟରେ ପଢିଥିଲ, ଫାର୍ଷ୍ଟ ବିଷୟରେ ମୁଁ ପଢିଥିଲି ଯେ ରାସାୟନିକ ପ୍ରତିକ୍ରିୟା, ଏଇ ଉପରେ କିସ ଲେଖା ହୁଏ, ଉତ୍ପ୍ରେରକ। ତ ହଉଛି ଆଲକେନ କୁ Cl2 କିମ୍ବା Br2 ସହ ପ୍ରତିକ୍ରିୟା କରିଲେ କିସ ବାହାରିବ, ଆମର କ୍ଲୋର। Cl2 ଆଲକେନ କୁ Cl2 ସହ ପ୍ରତିକ୍ରିୟା କରିଲେ କିସ ବାହାରିବ, କ୍ଲୋରୋ ଆଲକେନ। କ୍ଲୋରୋ ଆଲକେନ। ଆଉ ହଉଛି Br2 ସହ ପ୍ରତିକ୍ରିୟା କରିଲେ କିସ ହବ, ବ୍ରୋମୋ ଆଲକେନ। କ୍ଲୋରୋ ଆଲକେନ କିମ୍ବା ହଉଛି ବ୍ରୋମୋ ଆଲକେନ। ଆଉ ହଉଛି ବାହାରିବ ହଉଛି HCl, HCl ହାଇଡ୍ରୋକ୍ଲୋରିକ ଏସିଡ ହେଲା। HCl ଗ୍ୟାସ ବାହାରିବ, ବୁଝିପାରିଲ। ଏକ୍ସାମ୍ପଲ ଗୋଟେ ଦେବି, ଗୋଟେ ଏକ୍ସାମ୍ପଲ କୁହ, ଆଲକେନ ର ଗୋଟେ ଏକ୍ସାମ୍ପଲ କୁହ। ଆଲକେନ ର ଏକ୍ସାମ୍ପଲ କୁହ। ବହୁତ ପ୍ରକାର ଆଲକେନ ଅଛି, 6ଟା ଆଲକେନ ଅଛି ଯେ, 6ଟା ନାହିଁ ତାପରେ ବି ଆଲକେନ ଅଛି। କିସ, ମିଥେନ, ଇଥେନ, ବ୍ୟୁଟେନ, ପେଣ୍ଟେନ, ଗୋଟେ କୁହ ଆଲକେନ। ଯାହାହେଲେ ବି କୁହ, ମିଥେନ ବିଥେନ ଯାହାହେଲେ ବି କୁହ। ମିଥେନ, ଇଥେନ, ଏଗୁଡା ହଉଛି କିସ ଆଲକେନ ଗୁଡା। ମିଥେନ, ଇଥେନ, ତାପରେ ହଉଛି ପ୍ରୋପେନ, ବିଉଟେନ, ପେଣ୍ଟେନ, ହେକ୍ସେନ। ସେଇ ଭିତରୁ ଯାହାହେଲେ ବି ଗୋଟେ କୁହ। ଧରାଯାଉ ହଉଛି ମିଥେନ ହେଲା। ମିଥେନ, ମିଥେନ ର ସଂକେତ କିସ, CH4। ମିଥେନ, ମିଥ ରୁ ଆରମ୍ଭ ହଉଛି ମାନେ ସି। ଆଉ ହଉଛି ଆଲକେନ ମାନେ ହଉଛି କି ଫର୍ମୁଲା C1H2n+2 ମାନେ କେତେ ହବ, 2 1 2 ଯୁକ୍ତ 2 କେତେ ହବ 4। ମିଥେନ କୁ ହଉଛି Cl2 ସହ ହେଲା, Br2 ସହ କଲେ ବି ସେଇ ସମାନ ବାହାରିବ, ଖାଲି Cl ଜାଗାରେ Br ହେଇଯିବ। ତ ଧରାଯାଉ ମିଥେନ କୁ କିସ Cl2 ସହ ପ୍ରତିକ୍ରିୟା କରାଉଛି କାହାର ଉପସ୍ଥିତିରେ, ସୂର୍ଯ୍ୟାଲୋକ ଉପସ୍ଥିତିରେ। ସୂର୍ଯ୍ୟାଲୋକ ଉପସ୍ଥିତିରେ କିସ ବାହାରିବ କୁହ ନା, CH3Cl ବାହାରିବ। CH3Cl ପ୍ଲସ HCl। ଗୋଟେ 4ଟା H ଥିଲା, 4ଟା H ରୁ ଗୋଟେ H ଗୋଟେ Cl, ସେମାନେ ଅଲଗା ହେଇଗଲେ ହେଲା। ଆଉ ହଉଛି ଏଠି 3ଟା H ରହିଲା, ତ 3ଟା H ଆଉ Cl, ମାନେ Cl ଟା ଗୋଟେ Cl ହଉଛି ଏପଟେ ୟାର ସହ ମିଶିଯିବ, ଆଉ ଗୋଟେ H ଟା ୟାର ସହ ନେଇକି ଅଲଗା ହେଇଯିବ ବୁଝିଲା। ତ ହଉଛି ଏଇଟା ହଉଛି କି, ଏଇ ରାସାୟନିକ ପ୍ରତିକ୍ରିୟାଟା କି ରାସାୟନିକ ପ୍ରତିକ୍ରିୟା, ପ୍ରତିସ୍ଥାପନ ପ୍ରତିକ୍ରିୟା ବୁଝିଲା। ପ୍ରତିସ୍ଥାପନ ପ୍ରତିକ୍ରିୟା, এই ରାସାୟନିକ ପ୍ରତିକ୍ରିୟାକୁ କିସ କୁହାଯାଏ, ପ୍ରତିସ୍ଥାପନ ପ୍ରତିକ୍ରିୟା। ତ କ୍ୱେଶ୍ଚନ ପଡେ, ପ୍ରତିସ୍ଥାପନ ପ୍ରତିକ୍ରିୟା କାହାକୁ କୁହାଯାଏ ବୁଝିଲା। ପ୍ରତିସ୍ଥାପନ ପ୍ରତିକ୍ରିୟା କାହାକୁ କୁହାଯାଏ, ଏଇଠି ଲେଖିବି ଆଲକେନ, ଆଲକେନ କୁ Cl2 বা Br2 ସହ କାହାର ଉପସ୍ଥିତିରେ, এইଠୁ ଲେଖିବାର ପଡେ ନାହିଁ, ଆଲକେନ କୁ Cl2 বা Br2 ସହ ସୂର୍ଯ୍ୟାଲୋକ ଉପସ୍ଥିତିରେ ପ୍ରତିକ୍ରିୟା କରିଲେ କ୍ଲୋରୋ ଆଲକେନ ବା ବ୍ରୋମୋ ଆଲକେନ ଓ HCl ବାହାରେ। ଏହି ପ୍ରତିକ୍ରିୟାକୁ ପ୍ରତିସ୍ଥାପନ ପ୍ରତିକ୍ରିୟା କୁହାଯାଏ, ସେଇଟା ହିଁ ଲେଖିବି ହେଲା। ଆଲକେନ କୁ Cl2 କିମ୍ବା Br2 ସହ ସୂର୍ଯ୍ୟାଲୋକ ଉପସ୍ଥିତିରେ ପ୍ରତିକ୍ରିୟା କରାଇଲେ, ସୂର୍ଯ୍ୟାଲୋକ ଉପସ୍ଥିତିରେ ପ୍ରତିକ୍ରିୟା କରାଇଲେ କରାଇଲେ କିସ ବାହାରେ,
ହେଲା, କ୍ଲୋରୋ ଆଲକେନ୍ ବା ବ୍ରୋମୋ ଆଲକେନ୍ ହେଲା। କ୍ଲୋରୋ ଆଲକେନ୍ ହେଲା। ତ ବ୍ରୋମୋ ଆଲକେନ୍ ମୋର ଜାଗା ପଡିବନି ତ କ୍ଲୋରୋ ଆଲକେନ୍ ହିଁ ଲେଖୁଛି ହେଲା। তুমি ଲେଖିପାରିବ ଯଦି ଲେଖ କ୍ଲୋରୋ ଆଲକେନ୍ ବା ବ୍ରୋମୋ ଆଲକେନ୍ ଓ HCl ସୃଷ୍ଟି ହୁଏ ବା ବାହାରେ ହେଲା, ସୃଷ୍ଟି ହୁଏ। ଏହି ରାସାୟନିକ ପ୍ରତିକ୍ରିୟାକୁ କି କୁହାଯାଏ? ଏହି ରାସାୟନିକ ପ୍ରତିକ୍ରିୟାକୁ ଦେଖିଦିଅ, ଏହି ରାସାୟନିକ ପ୍ରତିକ୍ରିୟାକୁ ପ୍ରତିସ୍ଥାପନ ପ୍ରତିକ୍ରିୟା କୁହାଯାଏ। କ୍ରିୟା କୁହାଯାଏ ହେଲା, ଲେଖିପାରିଲ ନା? ତ ହଉଛି ଏମିତି କ୍ୱେଶ୍ଚନ ପଡିଯିବ, ପ୍ରତିସ୍ଥାପନ ପ୍ରତିକ୍ରିୟା ଟା କାହାର ଉପସ୍ଥିତିରେ ହୁଏ? କାହାର ଉପସ୍ଥିତିରେ ହୁଏ? ସୂର୍ଯ୍ୟାଲୋକ ଉପସ୍ଥିତିରେ, ବୁଝିହେଲା। ତାପରେ ହଉଛି ପ୍ରତିସ୍ଥାପନ ପ୍ରତିକ୍ରିୟାରେ କିସ ବାହାରେ? ଆଲକେନ ଯେତେବେଳେ କ୍ଲୋରିନ ସହ ପ୍ରତିକ୍ରିୟା କରେ ହେଲା, କିସ ବାହାରେ? କ୍ଲୋରୋ କ୍ଲୋରୋ ଆଲକେନ ହେଲା। ଆଉ ହଉଛି ସୂର୍ଯ୍ୟାଲୋକ, ଆଉ ଏମିତି ବି କ୍ୱେଶ୍ଚନ ପଡିପାରେ, ଏମିତି ବି କ୍ୱେଶ୍ଚନ ପଡିପାରେ, କୋଉ ଗ୍ୟାସ ସୃଷ୍ଟି ହୁଏ? କି ଗ୍ୟାସ? HCl ଗ୍ୟାସ ହେଲା। ମନେ ରହିବ ସେମିତି ଆହୁରି ବହୁତ ଗୁଡା ଏକ୍ସାମ୍ପଲ ଦେଇପାରିବୁ। ଏଇଟା ଗୋଟେ ଆଲକେନ, ୟାର ନାମ କିସ? ମିଥେନ। ତ ହଉଛି ଏଠି ସୃଷ୍ଟି ହେଲା କିସ? କ୍ଲୋରୋମିଥେନ, କ୍ଲୋରୋମିଥେନ ହେଲା। ୟାର ନାମ ତ ଜାଣିଛ, ହାଇଡ୍ରୋକ୍ଲୋରିକ ଏସିଡ। ତାପରେ ହଉଛି ଧରାଯାଉ ହଉଛି ସେମିତି ଆଉ ଗୋଟେ ଆଲକେନ ର ନାମ ଦେବି ହଉଛି C2H6, ଇଏ ବି ଗୋଟେ ଆଲକେନ। Cl2 ସହ ଯେତେବେଳେ ରାସାୟନିକ ପ୍ରତିକ୍ରିୟା କରିବ, ତାର ଉପସ୍ଥିତି ସୂର୍ଯ୍ୟାଲୋକ ଉପସ୍ଥିତିରେ କିସ ବାହାରିବ? C2, ଗୋଟେ H ଟା ୟାର ସହ ପଳେଇବ, C2H5 ରହିଯିବ, C2H5Cl ପ୍ଲସ HCl। ଏଟା ହଉଛି ନାମ କିସ ହବ କହନା? ইয়ার নাম ইথেন হেলে ইয়ার নাম কিস হবো? ইয়ার নাম ইথেন হেলে ইয়ার নাম কিস হবো? ক্লোরো ইথেন, ক্লোরো ইথেন, বুঝি পারলো? দেখি চালো, লেখো। ଆগে ବି ହେଲା, ଆଲକେନ ର ରାସାୟନିକ ପ୍ରତିକ୍ରିୟା ସରିଲା। ଏଇଟା ହଉଛି ହେଡିଙ୍ଗ ଦେବି କିସ? ଆଲକିନ ର ରାସାୟନିକ ପ୍ରତିକ୍ରିୟା। ମନେ ରଖିବ, ଆଲକେନ ର ରାସାୟନିକ ପ୍ରତିକ୍ରିୟା କାହାକୁ କାହାକୁ ପ୍ରତିକ୍ରିୟା କରାଇଥିଲା? ଆଲକେନ କୁ ଫାଷ୍ଟ ଅକ୍ସିଜେନ ସହ ପ୍ରତିକ୍ରିୟା କରାଇଲେ, ବା ହଉଛି ଆଲକେନ କୁ ହଉଛି କିସ? ବାୟୁରେ ଦହନ କଲେ, ସେଇ ସେମ ଅକ୍ସିଜେନ ସହ ପ୍ରତିକ୍ରିୟା କରାଇବା ମାନେ କିସ? ବାୟୁରେ ଦହନ କରାଇବା ହେଲା। ତାପରେ ହଉଛି ଆଲକେନ କୁ କାହା ସହ ପ୍ରତିକ୍ରିୟା କରାଇଲେ? Cl2 କିମ୍ବା Br2 ସହ ହେଲା। ଆଉ ସେଇଟାକୁ କିସ ନାମ ଦିଆଯାଏ? ସେଇଟାକୁ ପ୍ରତିସ୍ଥାପନ ପ୍ରତିକ୍ରିୟା। ତାପରେ ହଉଛି ହେଡିଙ୍ଗ ଦେବା ହଉଛି ଆଲକିନ ର ରାସାୟନିକ ପ୍ରତିକ୍ରିୟା। ଆଲକିନ ର ରାସାୟନିକ ପ୍ରତିକ୍ରିୟା, ପ୍ରତିକ୍ରିୟା ଫାଷ୍ଟ ହଉଛି ଆଲକିନ ର ଫାଷ୍ଟ ରାସାୟନିକ ପ୍ରତିକ୍ରିୟା ହଉଛି ଆଲକିନ କୁ କିସ କରିବା କହନା? ଆଲକିନ ର ଆଲକିନ ବି ହଉଛି ଆମର ପ୍ରତିସ୍ଥାପନ ପ୍ରତିକ୍ରିୟା କରେ, ବୁଝିହେଲା। ଆଲକିନ ବି କିସ କରେ? ପ୍ରତିସ୍ଥାପନ ପ୍ରତିକ୍ରିୟା କରେ ହେଲା। ତ ଲେଖିଦବା ଆଲକିନ ର କିସ? ପ୍ରତିସ୍ଥାପନ ପ୍ରତିକ୍ରିୟା। କିନ୍ତୁ ସେ ଆଲକେନ ର ପ୍ରତିସ୍ଥାପନ ପ୍ରତିକ୍ରିୟାରେ ଅଲଗା ଜିନିଷ ବାହାରେ, ଆଉ ଆଲକିନ ର ପ୍ରତିସ୍ଥାପନ ପ୍ରତିକ୍ରିୟାରେ ଅଲଗା ଜିନିଷ ବାହାରେ, ବୁଝିହେଲା। ତ ତୁମେ ଉପରଟା ଲେଖବ ହେଲା। ଏଇଟା ଯେମିତି ଲେଖିଲି, ଏଇଟା ଯେମିତି ଲେଖିଲି କାହାକୁ କୁହାଯାଏ ହେଲା, ସେଇଟା ଲେଖିପାରବ ନା ନାଇଁ? ମୁଁ ଏଇଠି ଖାଲି ଲେଖିଦେବି ହେଲା, ଏଇ ନାହିଁ ତୁମେ ଲେଖିବ ହେଲା। ତ ଯେତେବେଳେ ଆମର ଆଲକିନ କୁ କାହା ସହ ପ୍ରତିକ୍ରିୟା କରାଯାଏ? Cl2 କିମ୍ବା ହଉଛି Br2 ସହ ପ୍ରତିକ୍ରିୟା କରାଯାଏ, କିସ ବାହାରେ ଜାଣିଛ? କ୍ଲୋରୋ ଆଲକେନ ବାହାରେ। କିସ ବାହାରେ? କ୍ଲୋରୋ ଆଲକେନ ବା ହଉଛି କିସ? ବ୍ରୋମୋ ଆଲକେନ। କ୍ଲୋରୋ ଆଲକେନ ବା ବ୍ରୋମୋ ଆଲକେନ
ବୁଝିପାରିଲ? ଆଲକେନ ର ପ୍ରତିଷ୍ଠା ଆଲକନ ର ପ୍ରତିସ୍ଥାପନ ପ୍ରତିକ୍ରିୟାରେ ବି କିସ ବାହାରୁଥିଲା କ୍ଲୋରୋ ଆଲକେନ। ଆଉ ଆଲକିନ ର ପ୍ରତିସ୍ଥାପନ ପ୍ରତିକ୍ରିୟାରେ ବି କିସ ବାହାରୁଛି କ୍ଲୋରୋ ଆଲକେନ ବ୍ରୋମୋ ଆଲକେନ। ଦେଖ ସେମ ରେଜଲ୍ଟ ବାହାରୁଛି ଦେଖ। ଆଲକେନ ର ଆଲକେନ ହେଲା ଆଲକେନ ର ପ୍ରତିସ୍ଥାପନ ପ୍ରତିକ୍ରିୟା ବେଳେ କିସ ବାହାରୁଥିଲା କ୍ଲୋରୋ ଆଲକେନ ବା ବ୍ରୋମୋ ଆଲକେନ ହେଲା। କିନ୍ତୁ ସେ ଆଲକିନ ର ରାସାୟନିକ ପ୍ରତିକ୍ରିୟା ବେଳେ କ୍ଲୋରୋ ଆଲକିନ ବାହାରୁନି କିସ ବାହାରୁଛି କ୍ଲୋରୋ ଆଲକେନ ହିଁ ବାହାରୁଛି ହେଲା। ତ ইয়ার উপরটা লিখি পারবো না নাই আলকেন Cl2 বা সরি আলকিন Cl2 বা Br2 সহ প্রতিক্রিয়া করে কিস বাহার করে ক্লোরো আলকেন বা ব্রোমো আলকেন ହେଲା। আলকিন Cl2 বা Br2 সহ প্রতিক্রিয়া করে ক্লোরো আলকেন বা ব্রোমো আলকেন তৈরি করে। তৈরি করে লেখলো এটা ହେଲା। তো এক্সাম্পল ଗୋଟେ দেবি এক্সাম্পল আলকিন ର ଗୋଟେ এক্সাম্পল দিও। যদি ধরা যাଉ হচ্ছে C2 নেলি এইটা কেতে হবো এইটা কেতে হবো আলকিন আলকিন রে কি হবে ফার্স্ট হচ্ছে CnH2n+2 তারপর মঝিটা হচ্ছে আলকিন মানে হচ্ছে কেতে 4 হবো ହେଲା। এটা হচ্ছে নাম কিস ইথিন ହେଲା। ইথিন যেତେବେଳେ হচ্ছে ক্লোরিন সহ প্রতিক্রিয়া করব কিংবা ব্রোমিন সহ প্রতিক্রিয়া করব ক্লোরিন সহ প্রতিক্রিয়া করলে কিস হবো আমার হচ্ছে ফর্মুলাটা কেতে হবো C2H4Cl2 বুঝলা এটি কম্বনি ହେଲା। এই দুইটা যাক Cl কিস ইয়ার সহ মিশি গলে ହେଲା এটি কম্বনি। এইটা বাহারিব ইয়ার নাম কিস হবো এর নাম হচ্ছে ক্লোরো ইথিন না ক্লোরো ইথিন করে দেবনি ক্লোরো ইথেন ক্লোরো ইথেন। বুঝতে পারলো প্রতিস্থাপন প্রতিক্রিয়া কিস। নেক্সট নেক্সট হচ্ছে ফার্স্ট পড়লে প্রতিস্থাপন প্রতিক্রিয়া ହେଲା। তারপরে আমার সেকেন্ড প্রতিক্রিয়া আলকিন র সেকেন্ড প্রতিক্রিয়া হচ্ছে কিস কারণ তার নাম হচ্ছে যোগ প্রতিক্রিয়া ହେଲା। যোগ প্রতিক্রিয়া যোগ প্রতিক্রিয়া বা হচ্ছে তাকে কিস কুହାଯାଏ হাইড্রোজেনিকরণ হাইড্রোজেনিকরণ ହେଲା। ভেরি ভেরি ইম্পর্টান্ট এটা হচ্ছে ଟିକେ ইম্পর্টান্ট ହେଲା। হাইড্রোজেনিকরণ এটা হচ্ছে কেমতি প্রতিক্রিয়াটা বুঝলা। মানে এইଠି হଉଛି আলকিন କୁ କାହାର ସହ ଯୋଗ করবি କୁହନା আলকিন କୁ H2 সহ যোগ করবি ହେଲା। কাহার সহ যোগ করবি H2 সহ আলকিন আলকিন କୁ কার সহ যোগ করবি H2 সহ কাহার উপস্থিতিରେ নিকেল NiPd ଆଉ Pt ହେଲା। ତିନିଟା ଉପସ୍ଥିତିରେ Pd ରେ କି ଛଡା Pd ଗୋଟେ ଧାତୁଟା ବୁଝିହେଲା Pt ବି ଗୋଟେ ଧାତୁଟା ହେଲା। NiPd Pt ଉପସ୍ଥିତିରେ ଏଗୁଡା ସବୁ କିସ ସେଇ 118ଟା ଅଛି ନା ସେଇ 118 ଭିତରୁ ଗୋଟେ ଗୋଟେ ହେଲା। ଏଗୁଡା ଦେଖିନଥିବ ଅଛି କିନ୍ତୁ ହେଲା। আলকেন କୁ যেତେବେଳେ H2 সহ সংযোগ করা যায় কার উপস্থিতিরে NiPd Pt উপস্থিতিরে কিস বাহারে জানিস আলকেন বাহারে কিস বাহারে আলকেন বাহারে। উপরটা লিখি পারবো না ভেরি ভেরি ইম্পর্টান্ট ହେଲା। যোগ প্রতিক্রিয়া କହିଦେବୁ ହାଇଡ୍ରୋଜେନିକରଣ କାହାକୁ କୁହାଯାଏ ହାଇଡ୍ରୋଜେନିକରଣ କାହାକୁ କୁହାଯାଏ ଆଲକିନ କୁ ହାଇଡ୍ରୋଜେନ ସହ ପ୍ରତିକ୍ରିୟା କରାଇଲେ କାହା ଉପସ୍ଥିତିରେ ନିକେଲ ପିଡି ଆଉ ପିଟି ଉପସ୍ଥିତିରେ ପ୍ରତିକ୍ରିୟା କରିଲେ ଆଲକେନ ବାହାରେ ବା ସୃଷ୍ଟି ହୁଏ ହେଲା। ତ ବାହାରେ ତ ଲେଖବନି ସୃଷ୍ଟି ହୁଏ ଲେଖବ ହେଲା। ତ ହଉଛି ଏହାକୁ ହାଇଡ୍ରୋଜେନିକରଣ କୁହାଯାଏ। ଲେଖିଦିଅ ଆଲକେନ କୁ କାହା ସହ ଆଲକେନ କୁ H2 ସହ ପ୍ରତିକ୍ରିୟା କରାଇଲେ
କରାଇଲେ କାହାର ଉପସ୍ଥିତିରେ ଏନ୍ଆଇ କିମ୍ବା ହଉଛି ପିଡି କିମ୍ବା ହଉଛି ପିଟି ଉପସ୍ଥିତିରେ ହେଲା। ଆଲକିନ ଆଲକିନ କୁ H2 ସହ ପ୍ରତିକ୍ରିୟା କରାଇଲେ କାହାର ଉପସ୍ଥିତିରେ ଏନ୍ଆଇ ପିଡି କିମ୍ବା ପିଟି ଉପସ୍ଥିତିରେ ପ୍ରତିକ୍ରିୟା କରାଇଲେ କିସ ବାହାରେ ଆଲକେନ ବାହାରେ। ତ ଏଇ ବାକ୍ୟଟା ତୁମ ନିଜର ମନରୁ ବି ବନେଇ ପାରିବ ହେଲା। ଆଲକେନ ସୃଷ୍ଟି ହୁଏ। ଏହି ରାସାୟନିକ ପ୍ରତିକ୍ରିୟାକୁ କିସ କୁହାଯାଏ ହାଇଡ୍ରୋଜେନିକରଣ କୁହାଯାଏ। ଏହି ପ୍ରତିକ୍ରିୟାକୁ ହାଇଡ୍ରୋଜେନିକରଣ କୁହାଯାଏ। କ୍ରିୟାକୁ ହାଇଡ୍ରୋଜେନିକରଣ କୁହାଯାଏ। ଜେନିକରଣ କୁହାଯାଏ ହେଲା। କୁହାଯାଏ ବୁଝିହେଲା। ତ ଏଇଠୁ ସର୍ଟ କ୍ୱେଶ୍ଚନ କେମିତି ପଢିପାରିବ ହାଇଡ୍ରୋଜେନିକରଣରେ କଣ ସୃଷ୍ଟି ହୁଏ। ହାଇଡ୍ରୋଜେନିକରଣରେ କଣ ସୃଷ୍ଟି ହୁଏ ଆଲକେନ ହେଲା। ଆଉ ଏମିତି ପଢିପାରିବ ହାଇଡ୍ରୋଜେନିକରଣରେ ଉତ୍ପ୍ରେରକ କିଏ ଥାଏ ଏନ୍ଆଇ କିମ୍ବା ପିଡି କିମ୍ବା ପିଟି ହେଲା। ତ ପିଡି ଆଉ ପିଟି ଟା ତୁମର ଅପସନ ରେ ନାହିଁ ହେଲା ମାନେ ଅପସନ ରେ ମାନେ ବହିରେ ନାହିଁ। ତ ମନେ ରଖିବ ଏନ୍ଆଇ ହେଲା। ଏକ୍ସାମ୍ପଲ ଗୋଟେ ଦେଇଦବା ଗୋଟେ ଆଲକିନ ର ନାମ କୁହ। ଗୋଟେ ଆଲକିନ ର ନାମ କୁହ। C2H4 ହେଇଯିବ ଫର ହବ ନା ନାଇଁ C2H4 ଯୁକ୍ତ 2 ତାର ଉପସ୍ଥିତିରେ ଏନ୍ଆଇ ପିଡି କିମ୍ବା ପିଟି ତ କିସ ହବ ଆଲକିନ। ଆଲକିନ ମାନେ ହଉଛି ୟାର ନାମ କିସ ଇଥିନ ହେଲା। ଇଥିନ ଯେ ଇଥିନ ରୁ କିସ ହବ ଇଥେନ ହେଇଯିବ। ଇଥେନ C2H4 ଏଇ ଦୁଇଟା H ଏଇଠି ମିଶିଯିବ କେତେ ହେଇଯିବ C2H6 ହେଇଯିବ ହେଲା। ବୁଝିପାରିଲ। ତ ଏଠୁ କିସ କିସ କ୍ୱେଶ୍ଚନ ପଡିଲେ ଜାଣିଲ ହେଲା। ଏମିତି ବି କ୍ୱେଶ୍ଚନ ପଡେ ଏମିତି ବି କ୍ୱେଶ୍ଚନ ପଡେ ଏମିତି ଦେଇଥିବ ହେଲା। ଏଇଟା ଦେଇଥିବ C2H4 ଯୁକ୍ତ H2 ସେ ଏଇଟା ଉପରେ କିଛି ଦେଇନଥିବ ହେଲା କହିବ ହଉଛି ଏଇ ରାସାୟନିକ ପ୍ରତିକ୍ରିୟାରେ ଉତ୍ପ୍ରେରକ କିଏ ତ ତୁମେ ଜାଣିବ କେମିତି ହାଇଡ୍ରୋଜେନ ସହ ଯୋଗ ହେଇଛି ମାନେ କିସ ହାଇଡ୍ରୋଜେନିକରଣ। ଆଉ ହାଇଡ୍ରୋଜେନିକରଣରେ ଉତ୍ପ୍ରେରକ କିଏ ଥାଏ ଏନ୍ଆଇ ହେଲା। ତ ୟାର ବ୍ୟବହାର କୋଉଠି ହୁଏ କହ ୟାର ବ୍ୟବହାର ହୁଏ ହଉଛି ୟାର ବ୍ୟବହାର ଟା ଛାଡି ଦେଇଥାଉ ବୁଝିଲ। ୟାର ବ୍ୟବହାର ଟା ଛାଡି ଦେଇଥାଉ। ତାପରେ ହଉଛି ନେକ୍ସଟ ପ୍ରତିକ୍ରିୟା ଲେଖା କାହାର ପ୍ରତିକ୍ରିୟା ଲେଖା ନେକ୍ସଟ ଆଲକାଇନ ର ଆଲକେନ ସରିଲା ଆଲକିନ ସରିଲା ତାପରେ ନେକ୍ସଟ ପ୍ରତିକ୍ରିୟା କାହାର ଲେଖା ଆଲକାଇନ ର ହେଲା। ତ ବହିରେ ଆଲକାଇନ ର ପ୍ରତିକ୍ରିୟା ଦେଇନି ବୁଝିହେଲା। ତ ଗୋଟେ ଖଣ୍ଡେ ଲେଖିଦବା ଆଲକାଇନ ର ବି ଲେଖିଦିଅ ଆଲକାଇନ। ତ ହଉଛି ମନେ ରଖ ଆଲକାଇନ ର ରାସାୟନିକ ପ୍ରତିକ୍ରିୟା ଆଲକାଇନ ରେ ବି ହଉଛି କିସ ହୁଏ ଦହନ ହେଇପାରିବ ହେଲା। ଦହନ ପ୍ରତିକ୍ରିୟା ଆଲକାଇନ କୁ ଦହନ କଲେ କିସ ହୁଏ ଲେଖିଦବା ସେଇ ଏକା ଜିନିଷ ବାହାରେ ପ୍ରତିକ୍ରିୟା। ଆଲକାଇନ ଆଲକାଇନ ଯୁକ୍ତ କିସ ଦହନ ମାନେ କିସ O2 ମିଶେଇଲେ କିସ ବାହାରେ ସେଇ ଆମର ବାହାରେ ହଉଛି ତାପ ଆମର CO2 ବାହାରେ ଆଉ H2O ବାହାରେ ବୁଝିହେଲା। ତ ୟାର ଏକ୍ସାମ୍ପଲ ଲେଖୁନି ହେଲା। ତାପରେ ୟାର ବି ହଉଛି ହାଇଡ୍ରୋଜେନିକରଣ ହୁଏ ହେଲା। ୟାର ବି କିସ ହୁଏ ହାଇଡ୍ରୋଜେନିକରଣ ହେଇପାରିବ। ୟାର କିସ ହାଇଡ୍ରୋଜେନିକରଣ ହାଇଡ୍ରୋଜେନିକରଣ
তো হଉଛି ହାଇଡ୍ରୋଜେନିକରଣ ମାନେ ହଉଛି ଆଲକାଇନ କୁ ହାଇଡ୍ରୋଜେନିକରଣ କଲେ ହଉଛି ଆଲକିନ ବାହାରେ। ଆଲକାଇନ କୁ ହାଇଡ୍ରୋଜେନିକରଣ ମାନେ H2 ଯୋଗ କରିବି ହେଲା କାହାର ଉପସ୍ଥିତିରେ NiPd Pt ଉପସ୍ଥିତିରେ ହେଲା ତ କିସ ବାହାରେ କୁହ ନା ବାହାରେ ହଉଛି ଦୁଇଟା ଜିନିଷ ବାହାରେ। ହାଇଡ୍ରୋଜେନିକରଣ କଲେ ହଉଛି ଆଲକେନ ବି ବାହାରେ ହେଲା ଆଲକେନ ବି ବାହାରେ ଆଉ ଆଲକିନ ବି ବାହାରେ। ବୁଝିପାରିଲ? ହେଲା, ତ ଏଗୁଟା ଦରକାର ନାହିଁ ହେଲା। ହାଇଡ୍ରୋଜେନିକରଣ ଆଲକାଇନ କୁ ଯଦି ହାଇଡ୍ରୋଜେନିକରଣ କରିବା କିସ ବାହାରିବ ଆଲକେନ ବି ବାହାରିବ ଆଉ ଆଲକିନ ବି ବାହାରିବ। ତାପରେ ହଉଛି ଆଲକେନ ର ବି ପୁଣି କିସ ହେଇପାରିବ ୟାର ବି ହେଇପାରିବ ହଉଛି ଆମର ପ୍ରତିସ୍ଥାପନ ପ୍ରତିକ୍ରିୟା ୟାର ବି ହେଇପାରିବ ହେଲା ୟାର ବି ପ୍ରତିସ୍ଥାପନ ପ୍ରତିକ୍ରିୟା ହେଇପାରିବ। ତ ପ୍ରତିସ୍ଥାପନ ପ୍ରତିକ୍ରିୟା ତ ଲେଖବାନି ଆମେ ଲେଖବା ହଉଛି ଅକ୍ସିଡେସନ ପ୍ରତିକ୍ରିୟା ହେଲା ଲେଖିଦିଅ ଜାରଣ ହେଲା ଏଇଟା ଇମ୍ପୋର୍ଟାଣ୍ଟ। ଆଲକାଇନ ର ଜାରଣ ହେଲେ କିସ ହୁଏ କୁହ ନା ଆଲକାଇନ ଆଲକାଇନ ର ଜାରଣ ହେଲେ ହେଲା କିସ ହୁଏ କୁହ ନା କାହାର ଉପସ୍ଥିତିରେ ଆମର ହଉଛି KMnO4 KMnO4 ଉପସ୍ଥିତିରେ ଜାରଣ ହେଲେ କାର୍ବୋସିଲିକ ଏସିଡ ବାହାରେ ହେଲା କାର୍ବୋସିଲିକ ଏସିଡ ଏଇଟା ବାହାରେ। ହଉ ବୁଝିହଉଛି ଆଉ ଥରେ ଆଲକାଇନ ର କେଟା ଆଲକିନ ର ସରି ଆଲକେନ ର ହଉଛି କେଟା ରାସାୟନିକ ପ୍ରତିକ୍ରିୟା ପଡିଲେ ଦୁଇଟା ବାୟୁ ସହ ଗୋଟେ ବାୟୁ ସହ କଲେ କିସ ହୁଏ ତାପ ଆଲୋକ ଜଳ ତାପ ଆଲୋକ ଜଳ ଆଉ CO2 ହେଲା ତାପରେ ହଉଛି Cl2 ସହ ପ୍ରତିକ୍ରିୟା କଲେ ସେଇଟା କି ରାସାୟନିକ ପ୍ରତିକ୍ରିୟା କୁହାଯାଏ ପ୍ରତିସ୍ଥାପନ ପ୍ରତିକ୍ରିୟା। ପ୍ରତିସ୍ଥାପନ ପ୍ରତିକ୍ରିୟାରେ କିସ ବାହାରେ ଆମର କ୍ଲୋରୋ ଆଲକେନ ବା ବ୍ରୋମୋ ଆଲକେନ ଆଉ ହଉଛି ଆଲକିନ ର ପ୍ରତିସ୍ଥାପନରେ କିସ ବାହାରେ ସେଇ କ୍ଲୋରୋ ଆଲକେନ ବା ବ୍ରୋମୋ ଆଲକେନ। ତାପରେ ହଉଛି ଯୋଗ ପ୍ରକ୍ରିୟା ସଂଯୋଗ ପ୍ରକ୍ରିୟା ବା ଯୋଗ ପ୍ରକ୍ରିୟା ବା ହାଇଡ୍ରୋଜେନିକରଣ। ହାଇଡ୍ରୋଜେନିକରଣ କାହାକୁ କୁହାଯାଏ ଲେଖିପାରିବ ହାଇଡ୍ରୋଜେନିକରଣରେ କିଏ ହଉଛି ଉତ୍ପ୍ରେରକ ନିକେଲ ହେଲା ଆଉ ଗୋଟେ ପଡେ ହାଇଡ୍ରୋଜେନିକରଣ ର ବ୍ୟବହାର ହେଲା। ତାପରେ ହଉଛି ଆଲକାଇନ ର ଦହନ ଆଲକାଇନ ର ଦହନରେ ବି ସେଇଟା ବାହାରେ ଆଉ ଆଲକାଇନ ର ହାଇଡ୍ରୋଜେନିକରଣରେ କିସ ବାହାରେ ଆଲକେନ ବାହାରେ ଆଲକିନ ବାହାରେ ତ ଏଗୁଟା ଟିକେ ବି ଇମ୍ପୋର୍ଟାଣ୍ଟ ହେଲା ଏଇଟା ବହିରେ ହିଁ ନାହିଁ। ଏଇଟା ଆଲକାଇନ ଟା ନାହିଁ ବୁଝିପାରିଲ ଆଲକାଇନ ଟା ନାହିଁ ତୁମର ଅଛି କୋଉଟା ଏଇ ପ୍ରତିସ୍ଥାପନ ପ୍ରତିକ୍ରିୟା ଟା ଅଛି କୋଉଟା ଅଛି ପ୍ରତିସ୍ଥାପନ ପ୍ରତିକ୍ରିୟା ହେଲା ଆଉ ଅଛି କିସ ସଂଯୋଗ ପ୍ରତିକ୍ରିୟା ବା ଯୋଗ ପ୍ରକ୍ରିୟା ହେଲା। ତାପରେ ପଢବା ହଉଛି ଆଜି ଆଉ ଗୋଟେ ଜିନିଷ ଆଲକେନ ଆଲକିନ ଆଲକାଇନ ପଡିଲେ ହେଲା ତାପରେ କାର୍ବନ କିଛି ଗ୍ରୁପ ବି ବନାଏ ହେଲା କିସ ବନାଏ ଗ୍ରୁପ ବି ବନାଏ ସେଇ ଗ୍ରୁପ ମାନଙ୍କର ନାମ ହଉଛି କିସ ଯେମିତି ହଉଛି ହାଲୋଜେନ ଗ୍ରୁପ ବୁଝିହେଲା କାର୍ବନ କିସ ବନାଏ ଗ୍ରୁପ ବୁଝିହେଲା ଏଠି ହେଡିଙ୍ଗ ଦେଇଦିଅ କାର୍ବନ ଗ୍ରୁପ ବୁଝିହେଲା କାର୍ବନ କିସ କିସ ଗ୍ରୁପ ବନାଏ ହେଲା ତ ହଉଛି କାର୍ବନ ଗୋଟେ ଗ୍ରୁପ ବନାଏ ଫାଷ୍ଟ ହଉଛି କିସ ଗ୍ରୁପ ହାଲୋଜେନ ଗ୍ରୁପ ହେଲା ଫାଷ୍ଟ ଗ୍ରୁପ କାର୍ବନ ର ଗ୍ରୁପ ନାମ କିସ ଦେଲି ହାଲୋଜେନ ଗ୍ରୁପ ବୁଝିହେଲା ତ ହଉଛି ହାଲୋଜେନ ଗ୍ରୁପ ମାନେ କିସ କଣା ଏଠି କିଏ କିଏ ଥିବ କଣା କ୍ଲୋରିନ ଥାଇପାରେ ବ୍ରୋମିନ ଥାଇପାରେ ହେଲା କିମ୍ବା ହଉଛି ଆୟୋଡିନ କ୍ଲୋରୋବ୍ରୋମୋ ଆୟୋଡିନ ହେଲା ଏଗୁଡା ଥାଇପାରେ ବୁଝିହେଲା ଏଗୁଡା ଯଦି ଥିବ ତାହେଲେ ହଉଛି କିସ କୁହାଯିବ ମାନେ ଆକ୍ଚୁଆଲି କାର୍ବନ ରେ ଯଦି କ୍ଲୋରିନ ଲାଗିଛି ସେଇଟା ହଉଛି କି ଗ୍ରୁପ କୁହାଯିବ ହାଲୋଜେନ ଗ୍ରୁପ ହେଲା ସେ ଏମିତି ଦେଇଥିବ କ୍ୱେଶ୍ଚନ କେମିତି ଦେଇଥିବ କଣ ଲେଖା ହେଇଥିବ CCl4 ଏଇଟା କୋଉ ଗ୍ରୁପ ଟା
କୋଉ ଗ୍ରୁପ? କାର୍ବନ ସହ କ୍ଲୋରିନ ଲାଗିଛି ମାନେ କିସ ଗ୍ରୁପ? ହାଲୋଜେନ ଗ୍ରୁପ। ସି ବିଆର ଫୋର, এটা କୋଉ ଗ୍ରୁପ? ହାଲୋଜେନ ଗ୍ରୁପ। ସି আই ফোর, এটা কোଉ গ্রুপ? হালোজেন গ্রুপ। বুঝলা? তো ইয়ার নামটা কেমতি হবো কোনা, ইয়ার নামটা কেমতি হবো কোনা? হালোজেন গ্রুপ কিছু বনাই দଉଛି বুঝলা? ইয়ার নামটা কেমতি হবো কোনা? এটা ধরা যাও কার্বন সহ কি তো লাগিছি ক্লোরিন হেলা। এটা ক্লোরিন লাগিছি। ହେଲା। তো এইটা যদি এইচ লাগিଥାନ୍ତା ইয়ার নামটা কিস হইতাନ୍ତା কোন? যদি এটি এইচ লাগিଥାନ୍ତା ইয়ার নামটা কিস হইতাନ୍তা? এটা ধরা যাও এইচ ଅଛି, ইয়ার নামটা কিস হইছে? মিথ ইথ প্রো, মানে হচ্ছে প্রোপেন ହେଇଥାନ୍ତା ହେଲା। তো এটি ক্লোরিন লাগিছে মানে কিস? ক্লোরো প্রোপানল। বুঝলা? কিস কাজিব? ক্লোরোপ্রোপেন, ক্লোরোপ্রোপেন কিস কাজিব? ক্লোরোপ্রোপেন। বুঝলা? যদি প্রোপেন রে ক্লোরিন লাগিছে ক্লোরোপ্রোপেন, বিউটেন রে ক্লোরিন লাগিছে কিস? ক্লোরোবিউটেন। ହେଲା। ହଉ ହାଲୋଜେନ ଗ୍ରୁପ ର କିଛି କ୍ୱେଶ୍ଚନ କରବା। ହାଲୋଜେନ ଗ୍ରୁପ, ହାଲୋଜେନ ଗ୍ରୁପ ମାନେ କିସ? କାର୍ବନ ସହ କ୍ଲୋରିନ ବ୍ରୋମିନ କିମ୍ବା ଆୟୋଡିନ ଲାଗିଥିଲେ ସେଟା କିସ କୁହାଯାଏ? ହାଲୋଜେନ ଗ୍ରୁପ। କାର୍ବନ ସହ କ୍ଲୋରିନ ବ୍ରୋମିନ କିମ୍ବା ଆୟୋଡିନ ଲାଗିଥିଲେ ହାଲୋଜେନ ଗ୍ରୁପ। ତ ଏମିତି କ୍ୱେଶ୍ଚନ ପଡେ ହେଲା। ଗୋଟେ ଲେଖୁଛି C2H5 Cl, C2H5 Cl ହେଲା। ତ ইয়ার নাম বুঝালা, ইয়ার নাম তো হচ্ছে ইয়ার চিত্র, এটা দেখবো ইয়ার নাম। এটা হচ্ছে কিস হবো? C2, ক্লোরিন লাগিছে মানে ফার্স্ট ক্লোরিন লিখিদেল ହେଲା। ক্লোরো, এটা হচ্ছে কিস মিথ ইথ, তো হচ্ছে কিস হবো? ক্লোরো ইথেন। বুঝিপারলো? সেমতি হচ্ছে C2H4Cl, ইয়ার নামটা কিস হবো? ক্লোরো, এটা হচ্ছে কিস, কিসটা? মিথ ইথ, ইথিন, ক্লোরো ইথিন। বুঝিপারলো? নামকরণ করে পারবো। ধরা যাও এটা ଦେଇছি ହେଲା, সিসি সিসি, এটি ক্লোরিন লাগিছে ହେଲା, তারপর এইচ লাগিছে, এর নাম কি হব? এর নাম কি হব? ক্লোরো, ক্লোরো বিউটেন, ক্লোরো বিউটেন ହେଲା। ক্লোরো বিউটেন, ক্লোরো বিউটেন। বুঝলা? তো যদি কইতিব ক্লোরো বিউটেন এইটা ଦେଇଥିବ চিত্র, এর নামকরণ কইতিব, তো হচ্ছে কি লেখি পারবো। আর যদি ধরা যাও ক্লোরো বিউটেন কইছি, তো বিউটেন রে খালি গোটে এইচ লিখেইকি কিস লগাই দেব? ক্লোরিন লিখে দেব ହେଲା। କରି পারবো এমতি কোশ্চেন। তারপরে শর্ট কোশ্চেন পড়বো হচ্ছে হালোজেন গ্রুপ রে কোউ মানে থাନ୍ତି, সে কার্বন সহ কোউ মানে থাନ୍ତି। হালোজেন গ্রুপ রে কার্বন সহ কিଏ মানে থাନ୍ତି? ক্লোরিন কিংবা ব্রোমিন কিংবা আয়োডিন। একা সহ তিনটা মিশবে বলি গ্যারান্টি নাই। বুঝলা? তো এমতি ବି কোশ্চেন পড়ে ହେଲା। ହାଲୋଜେନ ଗ୍ରୁପ ର ଶବ୍ଦାଂଶ କିଏ ହେଲା? ହାଲୋଜେନ ଗ୍ରୁପ ରେ ପ୍ରଥମରେ କିଏ ଲାଗେ? ହାଲୋଜେନ ଗ୍ରୁପ ର ଶବ୍ଦାଂଶ କିଏ? କ୍ଲୋର, ବ୍ରୋମୋ କିମ୍ବା ହଉଛି କିସ? ଆୟୋଡନ। ବୁଝିଲା? କ୍ଲୋର, ବ୍ରୋମୋ, ଆୟୋଡନ। ବୁଝିଲା? ହାଲୋଜେନ ଗ୍ରୁପ ର ଶବ୍ଦାଂଶ କିସ? କ୍ଲୋର କିମ୍ବା ବ୍ରୋମୋ କିମ୍ବା ଆୟୋଡନ। ତାପରେ ହଉଛି କେତେଟା ଗ୍ରୁପ ପଢୁଛେ ଦେଖ। ଫାର୍ଷ୍ଟ ଗ୍ରୁପ ପଢଲେ ହଉଛି କିସ? কার্বন গ্রুপ। হালোজেন গ্রুপ পড়লে কার্বন কেটা গ্রুপ নাই, হালোজেন গ্রুপ নাই, মানে হচ্ছে কার্বন সহ হালোজেন মিশিব, এমানকু কিস কুହାଯାଏ? ହାଲୋଜେନ। ଏମାନଙ୍କର ଗ୍ରୁପ ନମ୍ବର କେତେରେ ଅଛନ୍? 17 ନମ୍ବର ଗ୍ରୁପ ରେ ଅଛନ୍। ଦେଖବ ହେଲା। କେତେ ଗଣ? 1 2 3 4 5 6 7 8 9 10 11 12 13 14 15 16 17 ଏଇଠି ଅଛନ୍ ନା ନାଇଁ? କ୍ଲୋରିନ, କ୍ଲୋରିନ, ବ୍ରୋମିନ, ଆୟୋଡିନ ହେଲା। 17 ନମ୍ବର ଗ୍ରୁପ ରେ, এই 17 ନମ୍ବର ଗ୍ରୁପ ର ଇଏ ମାନଙ୍କୁ କିସ କୁହାଯାଏ? ହାଲୋଜେନ କୁହାଯାଏ। এই ଗ୍ରୁପ ର ମାନେ ମୌଳିକ ମାନଙ୍କୁ କିସ କୁହାଯାଏ? ହାଲୋଜେନ କୁହାଯାଏ। ଆଉ ଏଇ ମୌଳିକ, ଏଇ ଗ୍ରୁପ ର ମୌଳିକ ମାନଙ୍କୁ କିସ କୁହାଯାଏ? ନିଷ୍କ୍ରିୟ ଗ୍ୟାସ କୁହାଯାଏ ହେଲା। যেটা ধাতু অধাতুରେ ଥିଲା। ତ ହଉଛି ସେଇ ହାଲୋଜେନ ମାନଙ୍କର ଗ୍ରୁପ କୁ ନେଇକି, ହାଲୋଜେନ ମାନେ ଯଦି କାର୍ବନ ସହ ମିଶିଛନ୍ ସେଟାକୁ କିସ କୁହାଯାଏ? ଆମର ହଉଛି ହାଲୋଜେନ ଗ୍ରୁପ। ତାପରେ ପଢବା ହଉଛି ସେକେଣ୍ଡ ଗ୍ରୁପ। ସେକେଣ୍ଡ ଗ୍ରୁପ ର ନାମ ହଉଛି, ଦେଖିଦିଅ, ଆଲକୋହଲ ଗ୍ରୁପ ହେଲା। ଆଲକୋହଲ ଗ୍ରୁପ।
ଆଲକୋହଲ କୋହଲ ଗ୍ରୁପ ହେଲା, ଆଲକୋହଲ ଗ୍ରୁପ ବୁଝିହେଲା। ଆଲକୋହଲ ଗ୍ରୁପ ରେ କିସ କହନା, ୟାର ହଉଛି ଚିତ୍ରଟା କେମିତି କହନା, ଆଲକୋହଲ ଗ୍ରୁପ ର ଏମିତି ପଡେ କ୍ୱେଶ୍ଚନ। ଆଲକୋହଲ ଗ୍ରୁପ ରେ କିସ ଲାଗିଥିବ କହନା, କାର୍ବନ ସହ OH ଲାଗିଥିଲେ କିସ ହବ, ସେଇଟା ହଉଛି ଆଲକୋହଲ ଗ୍ରୁପ। ତୁମେ ଚିହ୍ନି ପାରବ ନା ନାଇଁ, ଏଇଟା ଗୋଟେ C2 ଭାଜ ଏମିତି ଲାଗିଛି ହେଲା, ଏଇଟା ଲେଖା ହେଇଛି। ଆଉ ଗୋଟେ ଲେଖା ହେଇଛି ଏଠି Cl ଲାଗିଛି ହେଲା, ଏବେ H ଲାଗିଛି। ତ କୋଉଟା ଆଲକୋହଲ ଗ୍ରୁପ, କୋଉଟା ହଉଛି ଆମର ଇୟା ଗ୍ରୁପ, ଚିହ୍ନି ପାରବ ନା ନାଇଁ, କୋଉଟା ହଉଛି ଆଲକୋହଲ ଗ୍ରୁପ। OH ଲାଗିଛି, ଯଦି OH ଲାଗିଥିବ ସେଇ ଗ୍ରୁପ ର ନାମ କିସ, ଆଲକୋହଲ ଗ୍ରୁପ। କ୍ଲୋରିନ ବ୍ରୋମିନ କି ଆୟୋଡିନ ଲାଗିଥିଲେ ହାଲୋଜେନ ଗ୍ରୁପ ବୁଝିହେଲା। ଆଉ ଯଦି ହଉଛି କିସ, ବେଳେ ବେଳେ ହଉଛି କ୍ଲୋରିନ ବି ଲାଗିଥିବ ଆଲକୋହଲ ବି ଲାଗିଥିବ, ତ କିସ ଦବ, ସେଇ ଆଲକୋହଲ ଗ୍ରୁପ ଟା ଦବ ବୁଝିହେଲା। ତ ଲେଖିଦବା ଆଲକୋହଲ ଗ୍ରୁପ ରେ କିସ ଲାଗିଥାଏ, OH ଲାଗିଥାଏ, କାର୍ବନ ସହ OH ଥିଲେ ତାକୁ ଆଲକୋହଲ ଗ୍ରୁପ କୁହାଯାଏ। ଏଇଟା ସଂକେତ ହିସାବରେ ଲେଖୁଛି ହେଲା। C ସହ OH ଥିଲେ ତାହା କି ଗ୍ରୁପ, ତାହା ଆଲକୋହଲ ଗ୍ରୁପ ବୁଝିହେଲା। C ସହ OH ଥିଲେ ତାହା ହଉଛି ଆଲକୋହଲ ଗ୍ରୁପ। ତ ଆଲକୋହଲ ଗ୍ରୁପ ରେ କେମିତି ନାମ ଦିଆଯିବ ବୁଝିହେଲା। ଆଲକୋହଲ ଗ୍ରୁପ ର ନାମ ଦେଖ, ଫାର୍ଷ୍ଟ ହଉଛି C1 ହେଲା, C1 ଗୋଟେ ବନଉଛି ହେଲା, C ତିନିଟା H ଲାଗିଛି ହେଲା, ଗୋଟେ OH ଲାଗିଛି, ୟାର ନାମ କରିପାରବ, ইয়ারটা কিস, মিথেন গুটে বন্ড আছে মানে কিস, মিথেন। তো হচ্ছে ইয়া লাগিছে মানে অল, ইয়া লাগিছে মানে আলকোহল গ্রুপ লাগিছে মানে মিথানল, কিস হব, মিথানল। মিথানল কিস হব, মিথানল ହେଲା। ସେମିତି ହଉଛି ଧରାଯାଉ କାର୍ବନ ସହ ମାନେ ହଉଛି ଏମିତି ଲାଗିଛି ହେଲା, একটা H ଲାଗିଛି, এটা কিস হব, ইথানল, ইথানল ହେଲା। ସେମିତି ତିନିଟା ଥିଲେ, ମିଥାନଲ, ଇଥାନଲ, ପ୍ରୋପାନଲ, ସେମିତି ବନେଇ ପାରବ ନା ନାଇଁ, ପ୍ରୋପାନଲ ହେଲା, ପ୍ରୋପାନଲ। ତାପରେ ହଉଛି କି ସବୁ ବ୍ୟୁଟାନଲ, ପେଣ୍ଟାନଲ, ବ୍ୟୁଟାନଲ ହେଲା। ତାପରେ ହଉଛି ପେଣ୍ଟାନଲ, ତାପରେ ହଉଛି ହେକ୍ସାନଲ, ହେକ୍ସାନଲ, ହେକ୍ସାନଲ ବୁଝିହେଲା। ସେମିତି ବନେଇ ପାରବ ନା ନାଇଁ, ବନେଇ ପାରବ ହେଲା। ତାପରେ ହଉଛି ଆଲକୋହଲ ଗ୍ରୁପ ସରିଲା, ଏଠୁ କ୍ୱେଶ୍ଚନ କିସ, ଆଲକୋହଲ ଗ୍ରୁପ ର ହଉଛି କିସ ଲାଗିଥାଏ, କାର୍ବନ ସହ OH ଲାଗିଥାଏ ହେଲା। ଆଲକୋହଲ ଗ୍ରୁପ ରେ ଶେଷରେ କିସ ହୁଏ, କିସ ହୁଏ, ଅଲ ହେଲା, ଶେଷରେ କିସ ଲାଗେ, ଆଲ ନାହିଁ ଅଲ ହେଲା, ଶେଷରେ କିସ ଲାଗେ, ଆଲ, ଅଲ ବୁଝିହେଲା। ଶେଷରେ କିସ ଶବ୍ଦାଂଶ ଯୋଗ ହୁଏ, ଅଲ। ତାପରେ ହଉଛି ହେଡିଙ୍ଗ ଦେବା ହଉଛି, ୟା ଚିତ୍ର ବନେଇ ପାରବ, ବନେଇବ ହେଲା, ଲେଖିଦିଅ, ଫାଙ୍କା ଛାଡିଦିଅ, ଘରେ ବନେଇବ। ମିଥାନଲ, ଇଥାନଲ, ପ୍ରୋପାନଲ, ବ୍ୟୁଟାନଲ, ପେଣ୍ଟାନଲ, ହେକ୍ସାନଲ ବନେଇ ପାରବ। ତାପରେ ହଉଛି ହେଡିଙ୍ଗ ଦେବା ହଉଛି, ଆଲକୋହଲ ପରେ ହଉଛି ଆଲଡିହାଇଡ, ଆଲଡିହାଇଡ, ଆଲଡିହାଇଡ ଆଲଡିହାଇଡ ର ହଉଛି ଦେଖ, ଆଲଡିହାଇଡ ହଉଛି ଏଇଠି ହଉଛି ଲାଷ୍ଟରେ କିସ ଲାଗୁଥିଲା, ତାହା ଆଲକୋହଲ ଆଲ ଲାଗୁଥିଲା, ଅଲ ଲାଗୁଥିଲା ହେଲା। ଏଠି ଆଉ ଗୋଟେ ଲିଖିଦବ ହେଲା, ଶେଷରେ କିସ ବସେ, ଶେଷରେ ଅଲ ବସେ ହେଲା। ତାପରେ ହଉଛି ଆଲଡିହାଇଡ ର ଶେଷରେ କିସ ବସଥିବ କହିପାରିବ, ଆଲକୋହଲ ରେ ହଉଛି ଅଲ ବସେ, ଆଲଡିହାଇଡ ରେ କିସ ବସବ ଶେଷରେ, ଆଲ।
ଶେଷରେ କିସ ବସବ? ଆଲ ବସେ, ବୁଝିହେଲା। ଆଉ ଅଛି ଆଲଡିହାଇଡ ର ସବୁବେଳେ କିସ ହବ ନା ଏମିତି ହେଲା। ଆଲଡିହାଇଡ ର ଚିତ୍ର ହଉଛି ଓ ଏଚ, ଏଠାରେ ବି ଓ ଏଚ ହେଲା, ଆଲକୋହଲ ରେ ବି ଓ ଏଚ, ଆଉ ଏଠାରେ ବି ଓ ଏଚ, କିନ୍ତୁ ପାର୍ଥକ୍ୟ କିସ? ଏଠି ଓ ର ଡବଲ ବଣ୍ଡ ଆଉ ଏଠି ହଉଛି କିସ ଓ ଏଚ ର ଗୋଟେ ବଣ୍ଡ ରେ ଅଛନ୍ ଲାଗିଛନ୍, ବୁଝିହେଲା। ତ ଆଲଡିହାଇଡ ର ହଉଛି ଫର୍ମୁଲା ଟା କେମିତି କେମିତି ବୁଝିପାରିଲ? ଏଇଟା ଲେଖିଦିଅ। ଆଲଡିହାଇଡ ର ହଉଛି ଫର୍ମୁଲା କିସ ଏଇଟା। ତ ହଉଛି ଫାର୍ଷ୍ଟ ବନେଇବା ହଉଛି ଦେଖ ମିଥାନଲ ବନେଇବ ହେଲା। ମୁଁ ଗୋଟେ ବନଉଛି ତାପରେ ତୁମେ ମାନେ ବନେଇବ। ମିଥାନଲ, ମିଥାନଲ ନା ମିଥାନାଲ? ମିଥାନାଲ ହେଲା। ମିଥାନାଲ, ମିଥାନାଲ କେମିତି ଗୋଟେ କାର୍ବନ ଥିବ ତାର ସହ କିସ ଲାଗିଥିବ ଏଇଟା, ଆଉ କେତେଟା ଲଗେଇବେ ଏଇଛି ଗୋଟେ, ୟାର ନାମ କିସ ମିଥାନାଲ। ତାପରେ ହଉଛି ମିଥାନାଲ ପରେ ହଉଛି ଇଥାନାଲ ବନେଇ ପାରବ। ଇଥାନାଲ, ଇଥାନାଲ କେମିତି ଦୁଇଟା କାର୍ବନ, ତ ଯୋଉ କାର୍ବନ ରେ ହେଲେ ବି ତୁମେ କିସ ଲଗେଇବ ଗୋଟେ ଓ ଗୋଟେ ଏଇଚ, ବୁଝିହେଲା। ଆଉ ଗୋଟେ କିସ ଏଇଟା କେତେଟା ଏଇଚ ଲଗେଇବି, ଏଇଠି କେତେଟା ଏଇଚ ଲଗେଇବି ତିନିଟା, ତିନିଟା। ତାପରେ ହଉଛି ପ୍ରୋପାନାଲ ର ଚିତ୍ର ବନାଅ ନା। ପ୍ରୋପାନାଲ ବନେଇ ପାରିଲ? ପ୍ରୋପାନାଲ, ପ୍ରୋପାନାଲ କେମିତି ତିନିଟା, ଗୋଟେରେ କିସ ଲଗେଇବି ଡବଲ ବଣ୍ଡ ଓ ଆଉ ହଉଛି ଏଇଚ, ଏଇଟା ହଉଛି ଏଠି ଆଉ ଲଗେଇବି କି ନାଇଁ, ଏଟା ହଉଛି କି ସବୁ ପ୍ରୋପାନାଲ ହେଲା। ତ ଦେଖ ଏମିତି ପଡେ କ୍ୱେଶ୍ଚନ ହେଲା, ଯେମିତି କି କ୍ୱେଶ୍ଚନ ଗୋଟେ ଲେଖ ହେଲା, ବହି କ୍ୱେଶ୍ଚନ ରେ କ୍ୱେଶ୍ଚନ ପଡେ C2 CH3 OH ଓ C2H5OH ହେଲା। ଏହାର ମାନେ ଅଲଗା କିସ, ମାନେ ହଉଛି କିସ, ମାନେ ହଉଛି ଅଲଗା କିପରି, ଦୁଇ ଜଣ ଅଲଗା କିପରି, ବୁଝିପାରିଲ? ଅଲଗା କିପରି ହେଲା, ଇଏ ଅଲଗା ଆଉ ଇଏ ଅଲଗା କେମିତି ହେଲା। ଦେଖ C3 ନା CH3COH, ୟାର ଯଦି ଚିତ୍ର ବନେଇବି କେମିତି ହବ? ସି ସାଙ୍ଗରେ ତିନିଟା H ଲାଗିଛି, ଆଉ କିସ ଗୋଟେ OH ଲାଗିଛି। ୟାର ଯଦି ଚିତ୍ର ବନେଇବି କିସ ଦୁଇଟା ସି ଆଉ କେତେଟା H, ଏକ ଦୁଇ ତିନ, ତାପରେ ହଉଛି ଚାର ପାଞ୍ଚ ହେଲା OH। ତ ଅଲଗା କେମିତି, ଇଏ ହଉଛି କିସ, ୟାର ନାମ କିସ ପାଞ୍ଚଟା ହେଲା କି, ଏଇଟା ହଉଛି OH ଟା, ବୁଝିହେଲା। ନା ନା, ଏଇଟା ହଉଛି OH ହେଲା, ଏଇଟା OH ଅଲଗା। ଦେଖ ୟାର ଚିତ୍ର ବନେଇ ପାରିଲ, କ୍ୱେଶ୍ଚନ ଟା ଭୁଲ ଲେଖିଲେ ହେଲା। କ୍ୱେଶ୍ଚନ ଟା ଆକ୍ଚୁଆଲି ଏମିତି ହେଇଥାନ୍ତା CH3OH ଆଉ ହଉଛି C2H5 ର ନାମକରଣ କର ହେଲା। C2H5OH, C2H5OH ହେଲା ତାର ନାମକରଣ। ୟାର ନାମଟା କିସ ହବ, ୟାର ନାମଟା କିସ ହବ? ଫାର୍ଷ୍ଟ ଦେଖିବ ଯେ ଇଏ କୋଉ ଗ୍ରୁପ ଟା, କୋଉ ଗ୍ରୁପ ଟା ଆଲକୋହଲ ଗ୍ରୁପ, OH ଲାଗିଛି ମାନେ ଆଲକୋହଲ ଗ୍ରୁପ, ତ ହଉଛି କିସ ହବ ମିଥାନଲ ହେଲା। ଆଉ ଇଏ ହଉଛି କିସ OH ଲାଗିଛି ମାନେ କିସ ଇଥାନଲ ହେଲା, ଜାଣିପାରିବ। ତ ୟାର ଯେ ଚିତ୍ରଟା ଏମିତି ହେଲା, ୟାର ସଂକେତଟା କେମିତି ହବ ଜାଣିଛ? CH3 ହେଲା, ଏଟା ହଉଛି COH ହେଲା, CH3COH, ୟାର ସଂକେତ କିସ CH3COH ହେଲା।
यार एमती पड़े एठी ग्रुप रो नाम किसो पड़े हैला एठी ग्रुप रो नाम किसो सक्रिय ग्रुप हैला एटा इम्पोर्टेंट ଆମର ହଉଛି କ୍ଲୋରିନ ଏଟା ହଉଛି କିସ ହାଇଡ୍ରୋଜେନ ଗ୍ରୁପ ସରି ହାଲୋଜେନ ଗ୍ରୁପ ହାଲୋଜେନ ଗ୍ରୁପ ର ଏଇଟା ହଉଛି କି ସବୁ ଫଙ୍କସନ ପଡ ହାଲୋଜେନ ରେ ସକ୍ରିୟ ଗ୍ରୁପ କିଏ ହାଲୋଜେନ ରେ ସକ୍ରିୟ ଗ୍ରୁପ କିଏ ଏମିତି ଦବ ହେଲା ଏମିତି କ୍ୱେଶ୍ଚନ ପଡିବ ହାଲୋଜେନ ରେ ସକ୍ରିୟ ଗ୍ରୁପ କିଏ Cl ବୁଝିହେଲା ତାପରେ ହଉଛି କିମ୍ବା Br ଏମିତି ଗୋଟେ ଗାର ଦେଇକି ତାପରେ ହଉଛି ଆଲକୋହଲ ରେ ସକ୍ରିୟ ଗ୍ରୁପ କିଏ ଆଲକୋହଲ ରେ ସକ୍ରିୟ ଗ୍ରୁପ କିଏ OH ହେଲା ଏମିତି ଗୋଟେ ଗାର ଦବ ଏଇଟା କ୍ୱେଶ୍ଚନ ହେଲା 1 ମାର୍କ ଆଲଡିହାଇଡ ର ସକ୍ରିୟ ଗ୍ରୁପ କିଏ ଚିତ୍ରଟା ଏମିତି ଆଉ ନହେଲେ ସେଟାକୁ ଏମିତି ଲେଖିପାରିବ COH ଆଲଡିହାଇଡ ର ସକ୍ରିୟ ଗ୍ରୁପ କିଏ COH ଆଉ ଚିତ୍ରଟା କିସ ଏମିତି ବୁଝିପାରିଲ ବୁଝିପାରିଲ ନା ତାପରେ ହଉଛି ଆଲଡିହାଇଡ ପରେ ହଉଛି ହେଡିଙ୍ଗ ଦିଆ ହଉଛି କିଟୋନ 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 ହେଲା କିଟୋନ ରେ ଫାଷ୍ଟ ସକ୍ରିୟ ଗ୍ରୁପ ର ନାମ ଲେଖିଦେବି ହେଲା ସକ୍ରିୟ ଗ୍ରୁପ କିଟୋନ ରେ ସକ୍ରିୟ ଗ୍ରୁପ ହଉଛି CO ବୁଝିହେଲା ସକ୍ରିୟ ଗ୍ରୁପ ହଉଛି କିସ CO ହେଲା ବାହୁଛି ଚିତ୍ରଟା କେମିତି ଏମିତି କିଟୋନ ରେ ସକ୍ରିୟ ଗ୍ରୁପ କିଏ CO ତ ଏଇଆ ଯଦି ପଡବ ନାମ ଟା ହେଲା ଆଉ ଶେଷରେ କିସ ଲାଗେ ON ଲାଗେ ହେଲା ON ଶେଷରେ ଲାଗେ ହଉଛି ON ବନାନ ଡବଲ ଲେଖିଲି ON ମାନେ ଏମିତି ହେଲା ଦେଖିଲ କିଟୋନ ପରେ ହଉଛି କିଟୋନ ପରେ କିସ କାର୍ବୋକ୍ସିଲିକ ଏସିଡ କାର୍ବୋକ୍ସିଲିକ ଏସିଡ କାର୍ବୋକ୍ସିଲିକ ଏସିଡ କାର୍ବୋକ୍ସିଲିକ ଏସିଡ ରେ ସକ୍ରିୟ ଗ୍ରୁପ କିଏ କୁହ ନା କାର୍ବୋକ୍ସିଲିକ ଏସିଡ ରେ ସକ୍ରିୟ ଗ୍ରୁପ ହଉଛି COOH ହେଲା COOH ତାର ଚିତ୍ରଟା କିସ C ଡବଲ ବଣ୍ଡ OH ବୁଝିପାରିଲ ଆଉ ଥରେ ବୁଝଉଛି ଟେବୁଲ ଟେବୁଲ ଗୋଟେ କରିକି ବୁଝଉଛି ହେଲା କାର୍ବନ ର କିସ କିସ ଗ୍ରୁପ ପଡିଲେ କିସ ପଡିଲେ ଏଇଟା ପଢି ସାରିକି ନାମକରଣ କେମିତି ହୁଏ ସେଇଟା ଲେଖବା ହେଲା ଫାଷ୍ଟ ପଢିଲେ କିସ ହାଲୋଜେନ ଗ୍ରୁପ ହେଲା ହାଲୋଜେନ ଗ୍ରୁପ ହାଲୋଜେନ ଗ୍ରୁପ ର ସକ୍ରିୟ ଗ୍ରୁପ କିସ ଏଇଠି ଲେଖିବି ସକ୍ରିୟ ଗ୍ରୁପ ହେଲା ସକ୍ରିୟ ଗ୍ରୁପ ହାଲୋଜେନ ର ସକ୍ରିୟ ଗ୍ରୁପ କିସ ଏମିତି ଲେଖିବ ଗାର ଦେବ ହେଲା Cl କିମ୍ବା ହଉଛି Br ହେଲା ତ ଆୟୋଡିନ ଟା ଏତେ ହୁଏନି ହେଲା କ୍ଲୋରିନ କିମ୍ବା ବ୍ରୋମିନ ତାପରେ ହଉଛି यार ହଉଛି ଶେଷରେ ଲାଗେ ନା ପ୍ରଥମରେ ଲାଗେ ଇଏ ଶେଷରେ ବା ପ୍ରଥମରେ କିସ ଲାଗେ ଶେଷରେ ବା ପ୍ରଥମରେ ହେଲା କିସ ଲାଗେ କ୍ଲୋର ଲାଗେ କିସ କ୍ଲୋର ତାପରେ ହଉଛି ହାଲୋଜେନ ପରେ କିସ ପଡିଲେ ଆଲକୋହଲ ଗ୍ରୁପ ଆଲକୋହଲ ଗ୍ରୁପ ଆଲକୋହଲ ଗ୍ରୁପ ର ହଉଛି ସକ୍ରିୟ ଗ୍ରୁପ କିସ OH OH ହେଲା यार ଶେଷରେ କିସ ଲାଗେ ON ଲାଗେ ତାପରେ ଆଲକୋହଲ ପରେ କିସ ଆଲଡିହାଇଡ ପଡିଲେ ଆଲଡିହାଇଡ ହେଲା ଆଲଡିହାଇଡ ନାମକରଣ ଏଇନା ଯିବି ଶିଖିନେ ହେଲା ନାମକରଣ କେମିତି କରବା ୟା ପରେ ଶିଖେଇବି ଆଲଡିହାଇଡ ହଉଛି କିସ ତାର ସକ୍ରିୟ ଗ୍ରୁପ କିଏ COH यार ବା ହଉଛି ୟାର ଚିତ୍ରଟା ହଉଛି କିସ C ଡବଲ ବଣ୍ଡ OH ୟାର ଚିତ୍ରଟା କିସ ଏମିତି ବୁଝିପାରିଲ ଆଉ ୟାର ଶେଷରେ କିସ ଲାଗେ ଆଲ ଲାଗେ ତାପରେ ଆଉ ଗୋଟେ କି ଗ୍ରୁପ ପଡିଲେ କାର୍ବନ ର ଆଉ ଗୋଟେ କି ଗ୍ରୁପ କିଟୋନ
କିଟୋନ କିଟୋନ ଗ୍ରୁପ ଟା କେମିତି ଥାଏ? ସି ଡବଲ ବଣ୍ଡ ଓ, ହେଲା, ଆଉ ନହେଲେ ହଉଛି ସେଟାକୁ କିସ ସିଓ, ବୁଝିଲା। ଏର ନାମ ଶେଷରେ କିସ ଲାଗେ ଓନ, ତାପରେ ହଉଛି ଲାଷ୍ଟ ହଉଛି କିସ କାର୍ବୋକ୍ସିଲିକ ଏସିଡ। କାର୍ବୋକ୍ସିଲିକ ଏସିଡ, यार ग्रुप ର ନାମ କିସ, ମାନେ ହଉଛି ସକ୍ରିୟ ଗ୍ରୁପ ଟା କିଏ? ସି ଓ ଓ ଏଚ, ଯଦି ସେଇଟା ଥିବ ସି ଓ ଓ ଏଚ, ଏଇଟା ହଉଛି ତାର କିସ ଲାଗେ ଏସିଡ, ଓଇକ ଏସିଡ, ହେଲା। ଶେଷରେ କିସ ଲାଗେ ଓଇକ ଏସିଡ। ଏଇନା ପଢବା ହେଲା କେମିତି ନାମକରଣ କରାଯାଏ, ଦେଖି ସାର। ସାଧା ଅଛି ନା କଡା ଅଛି ବିଷୟଟା? ହେଲା, ଏଇନା ହଉଛି କିସ, ଦେଖো ଗ୍ରୁପ ର ନାମକରଣ, ହେଲା କେମିତି ନାମକରଣ, ଆଇ ୟୁ ପି ଏସ୍ ସି, ନାମକରଣ କେମିତି କରାଯିବ ଦେଖ। ଗୋଟେ ଦେଇଛି ହଉଛି CH3, ହେଲା, OH, यार ହଉଛି IUPAC ନାମ, ହେଲା। CH3 OH କେମିତି ବାହାର କରିବ ଦେଖ। ଏଇଟା ଫାର୍ଷ୍ଟ ଦେଖੋ ଯେ କୋଉ ଗ୍ରୁପ ଟା, କୋଉ ଗ୍ରୁପ, ଏଠି ସକ୍ରିୟ ଗ୍ରୁପ କିଏ? OH, OH ମାନେ ହଉଛି ଏଇଟା କୋଉ ଗ୍ରୁପ, ଆଲକୋହଲ ଗ୍ରୁପ, ହେଲା। ତ ଏଇଟା କୋଉଠୁ ଆରମ୍ଭ ହେଇଛି, କେତେଟା କାର୍ବନ ଅଛି? ଗୋଟେ କାର୍ବନ ଅଛି, ତ ହଉଛି କିସ ହବ ନାମଟା, ମିଥାନଲ, କିସ ହବ ମିଥାନଲ, ବୁଝିପାରିଲ। ଧରାଯାଉ ଆଉ ଗୋଟେ ଦେଇଛି C3H7OH, यार नाम किस ହବ? କିସ ହବ, କେତେଟା କାର୍ବନ ଅଛି? ତିନିଟା କାର୍ବନ, ଏଟା କୋଉ ଗ୍ରୁପ ଟା, ଆଲକୋହଲ ଗ୍ରୁପ, ତ ୟାର ନାମ କିସ ହବ? ପ୍ରୋପାନଲ। ତାପରେ ଆଉ ଗୋଟେ କ୍ୱେଶ୍ଚନ ଦଉଛି ଦେଖ, CH3COH, ହେଲା। ୟାର ଚିତ୍ରଟା ବନେଇ ପାରବ ନା, ୟାର ସଂରଚନା ଚିତ୍ର କେମିତି, ସି କୁ ଗୋଟେ ଏଚ ଲଗେଇଦବ, ହେଲା। ନାମକରଣ ତ ଜାଣିପାରିଲ, ନାମକରଣ ଜାଣିପାରିଲ ଆଲକୋହଲ, ଏମିତି ହେଇଗଲା, ହେଲା। ୟାର ଚିତ୍ରକୁ କିସ ହବ? ୟାର ନାମ କିସ ହବ କିଏ କହିପାରିବ? CH3COH, এটা কোন গ্রুপটা কোন? আলডিহাইড গ্রুপ, তো কেটা কার্বন ଅଛି? দুইটা কার্বন, কেটা? দুইটা, ହେଲା। ଏମିତି କଣ ହବ ବୁଝିଲା, ଏମିତି ଥିଲା ନା, एक्चुअली এটা ইয়ার চিত্র বনেଇଲେ କେମିତି ହବ, ସି ସି ଏମିତି ହବ ଯେ, ହେଲା। କାର୍ବନ କେଟା? ଦୁଇଟା, ତ ହଉଛି ইয়ার নাম কিস হবো, মিথ ইথ, ইথানল, কিস হবো, আলডিহাইড মানে লাস্টে আল লাগবো, ইথানল, বুঝিপারলো। তারপরে হচ্ছে ଆଉ ଗୋଟେ ହଉଛି CH3COCH3, ইয়ার নামটা কি হবো কোন? এটা কোউ গ্রুপ ଅଛି কোন? CH3COCH3, এটা কি গ্রুপ ଅଛି? CO গ্রুপ ଅଛି, CO গ্রুপটারে কিস ହୁଏ কিটোন রে, তো ইয়ার নাম কিস হবো, মিথ ইথ প্রপ, মানে হচ্ছে কিস প্রোপানন, 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 বুঝিপারলো। নামকরণ করি পারবো না নাই, নামকরণ হবো না নাই, হবো তো।
କୁହ ନା ଏଇ ଚିତ୍ରର ନାମଟା କିସ ହବ? এর নামটা কিস হব? এর নাম কিস হব? কিস হব? ফার্স্ট দেখো ইয়ে হচ্ছে মিথেন না, সরি, আলকেন না আলকিন না আলকাইন? কিস? আলকাইনটা, আলকাইন যে তিনটা বড় আছে মানে কিস আলকাইন। তো আলকাইন হলে কিস হব? 1 2 3 4 5 কিস হব? পেন্টাইন ହେଲା। ତାପରେ ଧରାଯାଉ ଆଉ ଗୋଟେ ନାମକରଣ ଦଉଛି ହେଲା, ପଢିଯିବ ନାମକରଣ କର ହେଲା। ସି ଡବଲ ବଣ୍ଡ এইটা, এটা କେମିତି ହବ? এটা କିସଟା କୁହ ନା? ଆଲକିନ ଦେଖନି ହେଲା, ଏଠି ହଉଛି ଫଙ୍କସନାଲ ଗ୍ରୁପ ଆସିଗଲା ହେଲା, ମାନେ ଆଲକେନ ଆଲକିନ ସେଇଟା ବାଦ ଚାଲିବ। ଏଠି ହଉଛି ଓ ଆସିଗଲା ଗୋଟେ, ତ ହଉଛି ଏଇଟା ହଉଛି କିସ, କି ହେଇଯିବ ଏଇଟା? କି ଗ୍ରୁପ ହେଇଯିବ? କିଟନ ଗ୍ରୁପ ହେଇଯିବ। କିଟନ, କିଟନ ହବ ନା ହଉଛି ଓ এইচ ଗ୍ରୁପ ଅଛି, ଦେଖ ଓ এইচ ଗ୍ରୁପ ଅଛି, କିସ ଅଛି? ଓ এইচ ଗ୍ରୁପ ହେଲା। ଓ এইচ ଗ୍ରୁପ କିଟନ ଗ୍ରୁପ କେତେବେଳେ ହବ କଣ? କିଟନ ଗ୍ରୁପ ହବ ସେତେବେଳେ ଯେତେବେଳେ ଏପଟେ ବି କାର୍ବନ ଥିବ ଏପଟେ ବି କାର୍ବନ ଥିବ, ବୁଝିହେଲା, ସେତେବେଳେ କିଟନ ହବ। କିନ୍ତୁ ଏପଟେ ବି এইচ ଏପଟେ ବି, ତ ହଉଛି ଏଇଟା କି ଗ୍ରୁପଟା? ସି ଓ এইচ, ସି ଓ এইচ গ্রুপটা, বুঝলা, মানে হচ্ছে এটা কি হবো? আলডিহাইড। আলডিহাইড তো হচ্ছে মিথানল, মিথানল ହେଲା। ତାପରେ ହଉଛି ଆଉ ଗୋଟେ ଚିତ୍ର ଦଉଛି ହେଲା, CH3 COOH, এইটা ইয়ার নামকরণ কিস হবো? ফার্স্ট দেখো এটা টু গ্রুপ, টু গ্রুপ কার্বক্সিলিক অ্যাসিড। তো হচ্ছে এটা ইয়ার নামটা কিস হবো? মিথ ইথ, মানে হচ্ছে কিসর স্টার্ট হবো? ইথ রু ହେଲା। তো ইয়ার লাস্টে কিস লাগে? ওইক অ্যাসিড ହେଲା, তো কিস ইথানোইক অ্যাসিড, ইথানোইক অ্যাসিড, ইথানোইক অ্যাসিড ইয়ার নাম কিস হবো? ইথানোইক অ্যাসিড। সেমতি যদি কইবি CH3 C2 CH3 CH2 COOH, এর নাম কিস হবো? প্রোপানয়িক অ্যাসিড ହେଲା, প্রোপানয়িক অ্যাসিড। নামকরণ କରିପାରିବ ନା ନାଇଁ? ସେମିତି ଘର ଘର ପାଠ ଲେଖିବ ନା ହେଲା, ନାମକରଣ କରିବ ହେଲା। CH3Cl यार नामकरण करबो। ଏମିତି ବି ପଡିଥାଏ IUPAC ନାମ ଲେଖ ହେଲା, CH3Cl, ତାପରେ ହଉଛି C2H4Cl, CH3OH, CH3CH2OH, ତାପରେ ହଉଛି CH3CH2CH2COOH। यार नामकरण କରିପାରିବ ଆଉ ଚିତ୍ର ବନେଇ ପାରିବ। ହେଲା ଯେମିତି ହଉଛି ଗୋଟେ କରିଦଉଛି।
C3Cl এটা হচ্ছে কি সহ। ক্লোরো লাগবো, ক্লোরিন লাগিয়েছি মানে হালোজেন গ্রুপরে কিস লাগে প্রথম? ক্লোরো। তো হচ্ছে কি সহ? ক্লোরো মিথেন। ক্লোরো মিথেন। এটা হচ্ছে কি সহ? CH2 CH4 Cl2 ହେଲା। এটা কি সব? ক্লোরো ইথেন। ক্লোরো ইথেন। এটা হচ্ছে কি সব? OH ଲାଗିଛି ମାନେ ହଉଛି କି ସବ ମିଥାନଲ ହେଲା। କରିପାରିବ ନା ନାଇଁ? ଏଗୁଡା କରିଥିବ ବୁଝିଲ। ଆଉ କୋଉ ବିଷୟ ପଢିବ କି? ଆଉ କିଛି ଅଛି? ଆଉ କୋଉ ବିଷୟ ପଢବା କହିଥିଲେ କି? 12ଟା 53 ବାଜିଲା।